ମାହାରା କୂଳ ଶିମୁଳି ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଛୁଳି ପଡ଼ିଲା। ଆଉ ସେଇ ଉଛୁଳା ପାଣି ଭିତରୁ ବାହାରି ଆସିଲେ ଅଙ୍ଗାର ବାବା। ତାଙ୍କ ଆଖି ଦିଟା ରଡ଼ ନିଆଁ ଭଳି ଜଳୁଥିଲା। ମୁଣ୍ଡର ବାଳଗୁଡ଼ା ଜଟା ହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା। ଦେହରେ ହାତିକିଆ ଲୋମ, ପାଦ ହାତରେ ନଖଗୁଡ଼ା ହାତେ ଲେଖା ବଢ଼ିଥାଏ। ଏସବୁ ଦେଖି କେହି ତ କେବେ ବି ବିଶ୍ୱାସ କରିବନି ଯେ ଏ ଜଣେ ବାବା ବୋଲି। ବାବା ଗମ୍ଭୀର କଣ୍ଠରେ ଡାକିଲେ, ମନମୋହିନୀ, ମନମୋହିନୀ। ହଠାତ୍ ଶିମୁଳି ଗଛ କୋରଡ଼ରୁ ବାହାରି ଆସିଲା ମନମୋହିନୀ ବାଜପକ୍ଷୀ। ଥଣ୍ଟକୁ ଗଛରେ ଘଷୁ ଘଷୁ ସେ କହିଲା, ଆଦେଶ କରନ୍ତୁ ସ୍ୱାମୀ। ଅଙ୍ଗାର ବାବା କହିଲେ, ମୁଁ ତ ତୋତେ ସାରା ଜୀବନ ଆଦେଶ ଦେଇ ଆସିଛି, ହେଲେ ତୁ ମୋତେ ଆଜି ଆଦେଶ ଦେବୁ। ମନମୋହିନୀ କହିଲା, ସ୍ୱାମୀ, ଏ କି କଥା? ମୁଁ ତ ଆପଣଙ୍କର ଆଜ୍ଞାବହ ଗୋଲାମ। ମୁଁ କେମିତି ଆପଣଙ୍କୁ ଆଦେଶ ଦେବି? ପାପ ହୋଇଯିବ ସ୍ୱାମୀ, ଘୋର ପାପ। ଏସବୁ କଥା ଶୁଣି ପାଗଳଙ୍କ ପରି ଖାଲି ହସି ଉଠିଲେ ଅଙ୍ଗାର ବାବା। ଆଉ କହିଲେ, ମନମୋହିନୀ, ତୁ କ'ଣ କହିଲୁ? ପାପ? ହା ହା, ଏଇଟା ତ କଳିଯୁଗ। ଏଇ କଳିଯୁଗରେ କେବଳ ପାପର ହିଁ ରାଜୁତି ଚାଲିଛି। ଆଉ ତୁ କୋଉ ପାପ କଥା କହୁଛୁ? ଆରେ ପାଗଳୀ, ପାପ ବିନା କଳିଯୁଗର ସ୍ଥିତି ମୋଟେ ନାହିଁ। ଏଠି ସମସ୍ତେ ପାପର ବୁଟଦାନା ଖାଇଛନ୍ତି। ସାମାନ୍ୟ ସିଂହାସନ ପାଇଁ ବାପ ପୁଅକୁ ହତ୍ୟା କରେ, ଭାଇ ଭାଇକୁ ହତ୍ୟା କରେ, ସ୍ତ୍ରୀ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରେ। ପାପ ବୋଲି ସେମାନେ ତ କେହି କେବେ ବି ଉଚ୍ଚାରଣ କରିନାହାନ୍ତି କି ଥରକ ପାଇଁ ଅନୁତାପ ବି କରିନାହାନ୍ତି। ମନମୋହିନୀ କହିଲା, ସ୍ୱାମୀ। ଅଙ୍ଗାର ବାବା କହିଲେ, ମନମୋହିନୀ, ତୁ କ'ଣ ଜାଣିନୁ ମୁଁ ଆଜି ଅଙ୍ଗାର ବାବା ରୂପ ଧାରଣ କରିଛି କାହିଁକି? ଆଉ ତୁ ବାଜପକ୍ଷୀ ରୂପେ ଏଇ ଶିମୁଳି ଗଛରେ କାହିଁକି ଆତ୍ମଗୋପନ କରିଛୁ? ମନମୋହିନୀ କହିଲା, ଜାଣେ ସ୍ୱାମୀ। ଅଙ୍ଗାର ବାବା କହିଲେ, ଆଦେଶ ଦେବା ଏକ ଅପରାଧ ନୁହଁ। ଆଦେଶର ଅନ୍ୟ ନାମ ହେଉଛି ବରାଦି। ମୁଁ ଯେଉଁଟା ତୋତେ କହୁଛି ତୁ ତାକୁ ଆଦେଶ ବୋଲି କହୁଛୁ ନା ମନମୋହିନୀ? ତୋର ମନେ ରଖିବା ଉଚିତ। ତୋର ସ୍ୱାମୀ ଅଙ୍ଗାର ବାବା ନିଃସ୍ୱାର୍ଥପର ନହେଲେ ପ୍ରୀତିପୁର ରାଜ୍ୟର ମଙ୍ଗଳ ପାଇଁ ମୋତେ ଏତେ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାନ୍ତା କାହିଁକି? ମୁଁ କ'ଣ ରାଜା ହେବାକୁ ଚାହେଁ ନା ମନ୍ତ୍ରୀ ହେବାକୁ ଚାହେଁ? ପ୍ରଜାମାନେ ସୁଖରେ ରହିଲେ ମୋର ବା ଲାଭ କ'ଣ? ନା ମନମୋହିନୀ, ରାଜାର ମଙ୍ଗଳ ନିମନ୍ତେ ଅନେକ ସାଧୁ ପୁରୁଷ କଷ୍ଟ ସ୍ୱୀକାର କରିଥାନ୍ତି। ରାଜ୍ୟର ସୁଖରେ ସେମାନେ ହସନ୍ତି। ଏ ସଂସାର ତ ସ୍ନେହ ପ୍ରେମ ମମତାରେ ବନ୍ଧା। ମନମୋହିନୀ କହିଲା, ତେବେ କୁହନ୍ତୁ ସ୍ୱାମୀ, ମୋତେ ଆଉ କ'ଣ କରିବାକୁ ହେବ? ଅଙ୍ଗାର ବାବା କହିଲେ, କିଛି ଦିନ ପାଇଁ ମୁଁ ବିଶ୍ରାମ ନେବାକୁ ଚାହେଁ, ମାନେ ସମାଧି ନେବି। ଆଉ ତୁ? ମନମୋହିନୀ କହିଲା, ଆପଣଙ୍କ ନାମ ମୁଁ ଜପ କରିବି ସ୍ୱାମୀ। ଅଙ୍ଗାର ବାବା କହିଲେ, ମୋ କାମଟା ଏତେ ବି ବଡ଼ ନୁହଁ ମନମୋହିନୀ। ଆସନ୍ତା ଅମାବାସ୍ୟାରେ ରାଜକୁମାର ପୁଷ୍ପକକୁ ମାହାରା ଜଳରେ ଫିଙ୍ଗିଦେବେ। ଆଉ ସାଙ୍ଗେ ସାଙ୍ଗେ କୁମ୍ଭକର୍ଣ୍ଣ କୁମ୍ଭୀର କୁମାରଙ୍କୁ ଖାଇଦେବ। ଏହାଦ୍ୱାରା କୌଣସି ପ୍ରଜା କେବେ ବି ସନ୍ଦେହ କରିବେନି ଯେ କୁମାରଙ୍କୁ ସେନାପତି ହିଁ ହତ୍ୟା କରିଛି। ମନମୋହିନୀ କହିଲା, ସ୍ୱାମୀ। ଅଙ୍ଗାର ବାବା କହିଲେ, ସେମାନେ ପକାନ୍ତୁ, କିନ୍ତୁ ଦେଖିବୁ ତାଙ୍କୁ ଯେପରି କୁମ୍ଭୀର ନ ଖାଏ। ବାବା ପୁଣି କହିଲେ, ସେମାନେ ପକାଇବା ସଙ୍ଗେ ସଙ୍ଗେ ତୁ କୁମାରଙ୍କ ଶବକୁ ଆଣି ଏହି ଶୁଖିଲା କୂଅ ଭିତରେ ରଖିଦେବୁ। ଆଉ ମୋତେ ସ୍ମରଣ କରି 21 ଥର ସେ କୂଅ ଚାରିପଟେ ବୁଲିବୁ। ତାପରେ ଦେଖିବୁ ସଙ୍ଗେ ସଙ୍ଗେ କୁମାରଙ୍କ ଶବଟା କୁଆଡ଼େ ଅନ୍ତର୍ଦ୍ଧାନ ହେଇଯିବ ଏବଂ ସେ କୂଅ ଭିତରୁ
ବଢ଼ି ଆସିବ ଚମ୍ପା ଗଛଟିଏ। ଆଉ ସେହି ଚମ୍ପା ଗଛଟି ସୂର୍ଯ୍ୟୋଦୟ ପୂର୍ବରୁ ନାଗଫେଣି ଗଛଟିଏ ହୋଇଯିବ। ତାପରେ କ'ଣ ହେବ ତୁ ଆପେ ଆପେ ସବୁ ଜାଣିପାରିବୁ। ଅଙ୍ଗାର ବାବା କହିଲେ, ନେ ଏ ଶଙ୍ଖଟିକୁ ମନେ ମନେ ସ୍ମରଣ କରିବା ସହିତ 7 ଥର ଫୁଙ୍କିଲେ ମୋ କଣ୍ଠସ୍ୱର ଶୁଣିପାରିବୁ ଏବଂ ମୋ ପରାମର୍ଶ ପାଇପାରିବୁ। ମନମୋହିନୀ କହିଲା, ହେଲେ ସ୍ୱାମୀ ଆଦେଶ ଦେବା କଥା କହୁଥିଲେ। ଅଙ୍ଗାର ବାବା କହିଲେ, ତୁ ଆଦେଶ ନଦେଲେ ମୁଁ କ'ଣ କେବେ ବି ସମାଧିସ୍ଥ ହୋଇପାରିବି? ଦେ ମନମୋହିନୀ, ତୁ ମୋତେ ଆଦେଶ ଦେ। ଏକଥା ଶୁଣି ହଠାତ୍ ସେ ମନମୋହିନୀର ଆଖିରେ ଲୁହ ଜକେଇ ଆସିଲା। ତାପରେ ସେ ମନମୋହିନୀ ବାବାଙ୍କ ପାଦରେ ଚଞ୍ଚୁ ଘଷି କହିଲା, ସମାଧିସ୍ଥ ହୁଅନ୍ତୁ ସ୍ୱାମୀ। ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ। ତ ଆଖି ପିଛୁଳାକେ ଅଙ୍ଗାର ବାବା ସେ ଉଛୁଳା କୂଅ ଭିତରେ କୁଆଡ଼େ ମିଳେଇ ଗଲେ। କୂଅରୁ ସବୁ ପାଣି ବି ଶୁଖିଗଲା। ଏଣେ ମନମୋହିନୀ ଶିମୁଳି ଗଛରେ ବସି ଶୁଖିଲା କୂଅକୁ ଚାହିଁଥାଏ। ସତରେ ସ୍ୱାମୀ ସମାଧି ନେଇଗଲେ। ତାଙ୍କ ଅନୁପସ୍ଥିତିରେ ସେ ସବୁ କାମ ସୁଚାରୁ ରୂପେ ତୁଲେଇ ପାରିବ ତ? ଏଣେ ରାଜକୁମାର ପୁଷ୍ପକ ରାଜଧାନୀର ମୁଖ୍ୟ କଏଦୀଖାନାରେ। ସେ ଜଣେ ରାଜପୁତ୍ର, କିନ୍ତୁ କଏଦୀଖାନାରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦୌ କିଛି ବି ନାହିଁ। ସେନାପତିଙ୍କର ଦୂରଦୃଷ୍ଟି, ଘର ତ ଶୂନ୍ୟ। ହଇ ହୋ, ସେ ବନ୍ଦୀ ହେଲେ ବି ତାଙ୍କ ଦେହରେ ରାଜକୁମାର ମୋହର ବାଜିଛି। ତେଣୁ ରାଜ୍ୟର ମର୍ଯ୍ୟାଦା ସମ୍ପନ୍ନ ଲୋକଙ୍କ ତାଲିକାରେ ତାଙ୍କ ନାଁଟା ତ ନିହାତି ରହିବା ଉଚିତ। କଏଦୀଖାନାରେ କେତୋଟି ସ୍ୱତନ୍ତ୍ର କୋଠରୀ ନିର୍ମାଣ ହେବା ଦରକାର। ରଙ୍ଗଶାଳା, ପାନ୍ଥଶାଳା, ନୃତ୍ୟଶାଳା ରହିବା ଏକାନ୍ତ ଆବଶ୍ୟକ। ମାନେ ସେମାନେ ନାମକୁ ମାତ୍ର କଏଦୀ ହେବେ, ହେଲେ ତାଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବା ଉଚିତ। ହେଲେ ଏ ଅବାଗିଆ ସେନାପତିଟା ତ ନିହାତି ମୂର୍ଖ। କାହାକୁ କେମିତି ବ୍ୟବହାର କରାଯାଏ ସେ ଇଲମ ବି ୟାଙ୍କୁ ଜମା ଜଣା ନାହିଁ। ରାଜକୁମାର ପୁଷ୍ପକଙ୍କ ଦେହରେ ଛିଣ୍ଡା ମଇଳା ପୋଷାକ, ମୁହଁରେ ଅଯତ୍ନ ଦାଢ଼ି। ତାଙ୍କୁ ଦେଖିଲେ କେହି କେବେ ବି କହିବନି ଯେ ଏ ଜଣେ ରାଜକୁମାର ବୋଲି। ସେ ଦେଖିଛନ୍ତି ତାଙ୍କର ପିତାଙ୍କ ହତ୍ୟା, ମାତାଙ୍କ ଆତ୍ମହତ୍ୟା, ଆଉ ସେ ଏବେ ଦେଖୁଛନ୍ତି ମୂର୍ଖ ସେନାପତିର ଦଣ୍ଡ। ଯେଉଁ ପ୍ରଜାମାନେ ବିଦ୍ରୋହ ଘୋଷଣା କରିଥିଲେ ସେମାନେ ତ ଆଉ ଏ ଇହଧାମରେ ନାହାନ୍ତି। ଆଉ ସେ ପ୍ରତିବାଦ ଜଣାଇ ବିଦ୍ରୋହ କରି ନିଜ ଶବକୁ ନିଜେ ଦେଖୁଛନ୍ତି। ପ୍ରୀତିପୁର ରାଜ୍ୟରେ ନୀଳବର୍ଣ୍ଣ ଶୃଗାଳଙ୍କ ସଂଖ୍ୟା ଏତେ ଯେ ହିସାବ କଲେ ହିସାବ କରିବାକୁ ସଂଖ୍ୟା ମିଳୁନି। ପୁଷ୍ପକ କୁମାର ନିର୍ବାକ ହେଇ ଯାଇଥିଲେ ରାଜ୍ୟ ଶାସନର ଏମନ୍ତ ପଦ୍ଧତି ଦେଖି। ଶାସନ ନାଁରେ କେବଳ ଶୋଷଣ ଚାଲିଛି ନୀଳବର୍ଣ୍ଣ ଶୃଗାଳ ରାଜାଙ୍କ ଆଦେଶରେ। ଏଠି ସତ କହୁଥିବା ଲୋକ ଦଣ୍ଡ ପାଉଛି, ଏଠି ଚୋରି କରୁଥିବା ଲୋକ ପୁରସ୍କୃତ ହେଉଛି, ଏଠି ପରନିନ୍ଦା କରୁଥିବା ଲୋକ ପଣ୍ଡିତର ସମ୍ମାନ ପାଉଛି, ଏଠି ତେଲ ମାରି ଦେଶକୁ ଖୋଳ କରୁଥିବା ଲୋକ ଆଗ ଧାଡ଼ିର ନାଗରିକ ବୋଲାଉଛି, ଏଠି ଭୋକିଲା ପେଟକୁ ଦାନା ନାହିଁ, ବଢ଼ିଲା ଝିଅର ଲଜ୍ଜା ଢାଙ୍କିବା ପାଇଁ ବସ୍ତ୍ର ଖଣ୍ଡେ ବି ନାହିଁ, କଅଁଳ ଛୁଆ ପାଇଁ ଗିନାଏ କ୍ଷୀର ନାହିଁ। କିନ୍ତୁ ପ୍ରତ୍ୟେକ ଗାଁର ଶେଷ ମୁଣ୍ଡରେ ନୀଳବର୍ଣ୍ଣ ଶୃଗାଳଙ୍କ ମୋହର ମରା ସମରସ ବିକ୍ରି ହେବା ଚାଲିଛି। ବାହାରେ ଶାସନ, ବଣରେ ସିଂହ ରାଜା ନତୁବା ବାଘ ରାଜା, କିନ୍ତୁ ଶୃଗାଳ କୋଉଠି ରାଜା ହେଇଛି ଏକଥା ତ କାହିଁ ଆମେ ଆମ କାନ ଉଠିଲା ଦିନୁ ମୋଟେ ଶୁଣିନୁ। ଶୃଗାଳ ସେବାକାରୀ ଦଳର। ଯଦି ସେବାକାରୀମାନେ ରାଜମୁକୁଟ ପିନ୍ଧିବେ, ଶାସନ ଦଣ୍ଡ ଧରିବେ, ତେବେ ଶାସନ ଯାହା ହେବ
ମା ଗଙ୍ଗେଇଙ୍କୁ ଜଣା। ନଈରେ ପାଣି ଥିଲେ କୁକୁର ଜିଭରେ ପିଏ, ନଥିଲେ ବି ଜିଭରେ ପିଏ। କାହିଁକି ନା ଏଇଟା ତ ତାର ପ୍ରକୃତି। ସେମିତି ଶୃଗାଳ ଏ ତ ହୁକେ ହୁ କହିବା ଜନ୍ତୁ। ଦେହରେ ଯେତେ ରଙ୍ଗ ମାଖିଲେ କ'ଣ ୟା ଦେହର ରଙ୍ଗ ବଦଳିଯିବ? ଆଜି ନହେଲେ ବି କାଲି ତାର ମାଖିବା ରଙ୍ଗ ଫିକା ପଡ଼ିବ। ତାପରେ ଲୋକେ ତାକୁ ନୀଳବର୍ଣ୍ଣ ଶୃଗାଳ ନ କହି କହିବେ କଙ୍କଡ଼ା ଗାତରେ ଲାଙ୍ଗୁଡ଼ ପୁରାଇବା ବିଲୁଆ। ଠିକ୍ ସେମିତି ରାଜାଙ୍କ ହୁକୁମ ପାଳିବା ଗୋଲାମ ଯଦି ରାଜା ହୁଏ ତେବେ ଶାସନ ଯାହା ହେବ। ପୁଷ୍ପକ କୁମାରଙ୍କୁ ଆଦେଶ ଦିଆଗଲା ମହାରାଜାଙ୍କୁ ସାକ୍ଷାତ କରିବାକୁ। ପୁଷ୍ପକ କୁମାର କହିଲେ, ନା କଟୁଆଳ, ରାଜକୁମାର ହେଇ ଗୋଟାଏ ନିମକ ହାରାମ ସେନାପତିର ହୁକୁମ ମୁଁ କଦାପି ପାଳନ କରିପାରିବିନି। କଟୁଆଳ କହିଲା, ଅପରାଧ ମାର୍ଜନା କରିବେ କୁମାର। ପୁଷ୍ପକ କୁମାର କହିଲା, ଚୁପ୍ କର ପାଦଚଟା କୁକୁର। ମୋତେ କୁମାର ବୋଲି ଡାକିବାକୁ କିଏ ତୁମକୁ ଅଧିକାର ଦେଲା? ସେ ନୀଳବର୍ଣ୍ଣ ସେନାପତି ନା ଆଉ କିଏ? ମନେ ରଖ ଚାଟୁକାର ଦଳ। ଧର୍ମ ସତ୍ୟ ନ୍ୟାୟର ଯୁଗେ ଯୁଗେ ଜୟ। କଟୁଆଳ କହିଲେ, କ୍ଷମା କରନ୍ତୁ କୁମାର, ଆପଣ ସାକ୍ଷାତ ନ କଲେ ଅନେକ ଦଣ୍ଡ ସହିବାକୁ ହେବ। ପୁଷ୍ପକ କୁମାର କହିଲେ, ଦଣ୍ଡ? ହା ହା, କି ଦଣ୍ଡ? ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରିବ ସେ ନୀଳବର୍ଣ୍ଣ ରାଜା? ମନେ ରଖ, ମୁଁ ତ ଆଜି ନହେଲେ ବି କାଲି ମୁକ୍ତ ହେବି। ମୁଁ ମୋର ନ୍ୟାଯ୍ୟ ପ୍ରାପ୍ୟ ରାଜମୁକୁଟ ଛଡ଼େଇ ଆଣିବି। ଆଉ ସେ ନୀଳବର୍ଣ୍ଣ ଶୃଗାଳ? ସମୟ, ହଁ ହଁ, ସମୟ ହିଁ ଜବାବ ଦେବ। ମୁଁ ଏ କଥାକୁ ମଧ୍ୟ ବିଶ୍ୱାସ କରେ ଯେ କିଛିଟା ପାଇବାକୁ ହେଲେ କିଛିଟା ହରେଇବାକୁ ବି ପଡ଼େ। ଯାଅ ପାଦଚଟା କୁକୁର, ତମ ନୀଳବର୍ଣ୍ଣ ରାଜାଙ୍କୁ କହିଦବ ଏ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ କୁମାର କେବେ ହେଲେ ତାକୁ ସାକ୍ଷାତ କରିବନି। ତାର ଯଦି ଆବଶ୍ୟକ ଥାଏ ତେବେ ସେ ନିଜେ ମୋ ପାଖକୁ ଆସୁ। ମହାରାଜା କହିଲେ, କ'ଣ କହିଲ କଟୁଆଳ? ପୁଷ୍ପକ କୁମାର ଆସିଲାନି? ମୋତେ ସେ ପୁଣି ନୀଳବର୍ଣ୍ଣ ଶୃଗାଳ ବୋଲି କହିଲା। ଏତେ ଆସ୍ପର୍ଦ୍ଧା ସେ ମୂର୍ଖର। ମୁଁ ତାକୁ ଏହି କ୍ଷଣି ହତ୍ୟା କରିବି। କଟୁଆଳ କହିଲେ, କ୍ଷାନ୍ତ ହୁଅନ୍ତୁ ସେନାପତି ମହାରାଜ। ସେନାପତି ମହାରାଜ? କଟୁଆଳ କଟୁଆଳ କହିଲେ, ଅପରାଧ ମାର୍ଜନା କରିବେ ମଣିମା। କଥା କ'ଣ କି, ଆଗରୁ ତ ଆମେ ଆପଣଙ୍କୁ ସେନାପତି ବୋଲି ସମ୍ବୋଧନ କରୁଥିଲୁ। ଭାଗ୍ୟ ଟାଣ ଆପଣ ଏ ଦେଶର ହଠାତ୍ ମଉଡ଼ମଣି ହୋଇଗଲେ। କିନ୍ତୁ ଆମ ପୁରୁଣା ଅଭ୍ୟାସଟା ଏତେ ଶୀଘ୍ର ପରିବର୍ତ୍ତନ ହେଇପାରିଲାନି। ଏମିତି କିଛି ଦିନ ଗଲା ପରେ ଆଉ ସେନାପତି ମହାରାଜ ଶବ୍ଦଟା ପାଇଁ ଜିଭ ଆଉଟି ପାଉଟି ହବନି। ଏକାଥରକେ ମହାରାଜ ବୋଲି ଉଚ୍ଚାରଣ ହୋଇଯିବ। ଏଥିପାଇଁ ଆପଣ ଆଦୌ ରୋଷ କରନ୍ତୁନି ସେନାପତି ମହାରାଜ। ଅଭ୍ୟାସରେ ପଡ଼ିଗଲେ ସେନାପତି ମହାରାଜ କହିଲେ, କଥାରେ ଭେଳିକି ଲଗେଇ ମୋତେ ଆଉ ଭୁଲାଇବାକୁ ଚେଷ୍ଟା କରନା ଗୋଲାମ। କଟୁଆଳ କହିଲେ, ଠିକ୍ କଥା ସେନାପତି ମହାରାଜ। ଗୋଲାମ ସବୁବେଳେ ଗୋଲାମର ହିଁ ପରିଚୟ ଦିଏ। ଗୋଲାମ କେବେ ବି ମୁନିବ ହେଇପାରେ ନା। କଥାରେ ଅଛି, ଚାକରାଣୀ କେବେ ବି ଓଷା କରିପାରେ ନା। ପୋଇଲି କେବେ ବି ମୁଣ୍ଡରେ ଖୋସା ବାନ୍ଧିପାରେ ନା କି ଉଡ଼ନ୍ତା ଚଢ଼େଇ କେବେ ବସା ବାନ୍ଧିପାରେ ନା। ଏ ତ ଖନା ବଚନ ପାଠ। ସେମିତି ମୁଁ ତ କଟୁଆଳ କେବେ ବି ସେନାପତି ହେଇପାରିବିନି। ରାଜା ହବାଟା ତ ସ୍ୱପ୍ନ। ସେନାପତି ମହାରାଜ କହିଲେ, ତମେ କୁମାର ପୁଷ୍ପକକୁ ପରୋକ୍ଷରେ ସାହାଯ୍ୟ କରୁଛ। କଟୁଆଳ କହିଲା, ମିଛ କଥା। ଏହି ଅଭିଯୋଗ ମଧ୍ୟ କୁମାର କରୁଛନ୍ତି। ନ୍ୟାୟ କଥା କହିବାଟା କ'ଣ ଅପରାଧ, ପାପ? ସେନାପତି ମହାରାଜ କହିଲେ, କଟୁଆଳ
କଟୁଆଳ କହିଲେ, ମୁଁ ଗୋଟାଏ ମଣିଷ, ଈଶ୍ୱର ଦତ୍ତ ବିବେକ ମୋ ପାଖରେ ବି ଅଛି। ସେଇ ବିବେକ ମୋତେ କହୁଛି ଯାହା ଆପଣ କରୁଛନ୍ତି ସେସବୁ ଅନ୍ୟାୟ। ଏହାକୁ ଅତ୍ୟାଚାର ବ୍ୟତୀତ ଅନ୍ୟ କିଛି ବି କୁହାଯାଇପାରେ ନା। ସେନାପତି ମହାରାଜ କହିଲେ, କଟୁଆଳ। କଟୁଆଳ କହିଲେ, କ'ଣ ମୋତେ ହତ୍ୟାର ଧମକ ଦେଉଛନ୍ତି? ଚେଷ୍ଟା କରି ଦେଖନ୍ତୁ ସେନାପତି ମହାରାଜ। ସିଂହାସନ ଲୋଭରେ ଆପଣ ଦେବପ୍ରତିମ ମହାରାଜାଙ୍କୁ ହତ୍ୟା କଲେ। ମାତୃସମ ମହାରାଣୀଙ୍କୁ ଜୋର କରି ଜହର ପିଆଇ ଦେଲେ। ସେଇ ସିଂହାସନ ଖୁବ୍ କମ୍ ଦିନ ମଧ୍ୟରେ ଭୁଷୁଡ଼ି ପଡ଼ିବ। ଆଉ ଆପଣ ରାଜକୁମାରଙ୍କୁ ହତ୍ୟା କରିବାର ଅପଚେଷ୍ଟା କଲେ। ପ୍ରଜାମାନେ ଆନ୍ଦୋଳନ କରିବେ। ଦେଶବ୍ୟାପୀ ଖାଲି ଅସନ୍ତୋଷର ନିଆଁ ଜଳିବ। ବିଦ୍ରୋହୀ ପ୍ରଜାମାନେ ସେଇ ନିଆଁରେ ଆପଣଙ୍କୁ ଗଡ଼ିଶା ମାଛ ଭଳି ପୋଡ଼ି ପକାଇବେ। ସେନାପତି ମହାରାଜ କହିଲେ, ନା, ଏ କଟୁଆଳ ମଧ୍ୟ ମୋ ବିରୁଦ୍ଧରେ। ଯେପରି ହଉ ମୋତେ ଏ ପୁଷ୍ପକ କୁମାରକୁ ହତ୍ୟା କରିବାକୁ ହିଁ ପଡ଼ିବ। ନହେଲେ ମୁଁ ଶାନ୍ତିରେ ଆଉ କେବେ ବି ଶୋଇପାରିବିନି। କିଏ ଅଛି ରେ? ଦ୍ୱାରପାଳ କହିଲେ, ଆଦେଶ କରନ୍ତୁ ସେନାପତି ମହାରାଜ। ସେନାପତି ମହାରାଜ କହିଲେ, ଦ୍ୱାରପାଳ। ଦ୍ୱାରପାଳ କହିଲେ, ମଣିମା, ମୋର ଭୁଲ ହୋଇଗଲା। କ୍ଷମା କରନ୍ତୁ ମଣିମା, ଆଦେଶ କରନ୍ତୁ। ସେନାପତି ମହାରାଜ କହିଲେ, ଜୋର କରି ସେ କୁମାରଟାକୁ ମୋ ସମ୍ମୁଖକୁ ଶୀଘ୍ର ନେଇ ଆସ। ଦ୍ୱାରପାଳ କହିଲେ, ଯେ ଆଦେଶ ମଣିମା। ଦ୍ରୁତ ପଦରେ ସେଠାରୁ ତୁରନ୍ତ ଚାଲିଗଲେ ଦ୍ୱାରପାଳ। ଏଣେ ଖାଲି ପାଗଳଙ୍କ ପରି ହସି ଉଠିଲେ ସେନାପତି ମହାରାଜା। ସେ ପୁଷ୍ପକ କୁମାରଙ୍କୁ ହତ୍ୟା କରି ନିଷ୍କଣ୍ଟକ ହେବେ। ତାପରେ ରାଜକୁମାରୀ ଶର୍ମିଷ୍ଠାକୁ ବିବାହ କରିବେ। ଶର୍ମିଷ୍ଠା ବହୁତ ସୁନ୍ଦରୀ। ଏ ଭୂଖଣ୍ଡର 60 ଜଣ ରାଜକୁମାରୀଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା। ଭୂଖଣ୍ଡ ସୁନ୍ଦରୀ ଉପାଧିରେ ଭୂଷିତା ସେ ଶର୍ମିଷ୍ଠା। ଭାଗ୍ୟରେ ଥିଲେ ଏମିତି ସୁନ୍ଦରୀକୁ ପତ୍ନୀ ରୂପେ ଗ୍ରହଣ କରାଯାଏ। ଠିକ୍ ଏହି ସମୟରେ ପାନଖିଆ ପାଟିକୁ ନଚେଇ ନଚେଇ ପ୍ରବେଶିଲା ମାଲୁଣୀ। କହିଲା, ସେନାପତିଙ୍କର ଜୟ ହେଉ। ସେନାପତି ମହାରାଜ କହିଲେ, ମାଲୁଣୀ, ତୋର ଏତେ ଆଶ୍ଚର୍ଯ୍ୟ? ମାଲୁଣୀ କହିଲା, ଏ ନାଲି ଆଖି ମୋତେ ଦେଖାଉଛ କାହିଁକି? ମୁଁ ତ ମାଲୁଣୀ। ମୁଁ କ'ଣ କେବେ ରାଜରାଣୀ ହୋଇପାରିବି? ନିଜକୁ ମୁଁ ମହାରାଣୀଙ୍କ ଭଳି ଯେତେ ସଜେଇଲେ, ହୁକୁମ ଦେଲେ ପ୍ରଜାମାନେ ମୋତେ ପାଗଳୀ ବୋଲି କହିବେ। ସେମିତି ତମେ ତ ମୋ ଦେଖାରେ ମହାରାଜାଙ୍କ ପିଆଲାରେ ସୋମରସ ଢାଳୁଥିଲ, ପିଆଲା ଧୋଉଥିଲ। ମହାରାଜା ବାନ୍ତି କଲେ ତାକୁ ସଫା କରୁଥିଲ। ତାପରେ ଯାଇ ହେଲ ସେନାପତି। ବେଇମାନି କରି ମହାରାଜାଙ୍କୁ ହତ୍ୟା କଲ। ରାଣୀ ମାଙ୍କୁ ଜୋର କରି ଜହର ପିଆଇ ଦେଲ। ତାପରେ ତମେ ରାଜା ହେଲ ମନକୁ ମନ। ତେଣୁ ମୁଁ ତ ତମକୁ କେବେ ହେଲେ ବି ମହାରାଜା ବୋଲି ସମ୍ବୋଧନ କରିପାରିବିନି। ବୁଝିଲ ସେନାପତି ବାବୁ? ରାଜା ପୁଅ ମୁଣ୍ଡରେ ରାଜମୁକୁଟ ହିଁ ଶୋଭା ପାଏ। ଏ ସେନାପତି ଆଉ କଟୁଆଳ ମୁଣ୍ଡରେ ନୁହଁ। ଛି ଛି, ଦର୍ପଣରେ ଥରେ ଦେଖ ନିଜକୁ ନିଜେ। ଏ ରାଜମୁକୁଟ ତୁମକୁ ଶୋଭା ପାଉଛି କି ନା? ମାଙ୍କଡ଼ ଗଳାରେ ମୁକ୍ତାମାଳ ଯେମିତି ଦିଶେ, ତାଠାରୁ ଆହୁରି ନାକରା ଦିଶୁଛି। ସେନାପତି ମହାରାଜ କହିଲେ, ବେଇମାନି, ଉଦ୍ଧତା ନାରୀ, ତୋତେ ମୁଁ ନିଶ୍ଚୟ ହତ୍ୟା କରିବି। ମାଲୁଣୀ କହିଲା, ମହାରାଜା ହେଇଥିଲେ କହିଥାନ୍ତେ, ତୁମକୁ ମୁଁ ହତ୍ୟା କରିବି ଉଦ୍ଧତା ନାରୀ। ତୁଣ୍ଡର ଭାଷାରୁ ଜାଣି ହୁଏ ଲୋକର ବୁନିଆଦି କେତେ ଦମ୍ଭ। କଥାରେ ନାହିଁ, ଚାଟ ଘର ପିଲା ଚାଟ, ଭାଟ ଘର ପିଲା ଭାଟ। ସେନାପତି ମହାରାଜ କହିଲେ, ମାଲୁଣୀ। ମାଲୁଣୀ କହିଲା, କାହିଁକି ତୁଚ୍ଛାଟାରେ ଗର୍ଜନ କରୁଛ? ରାଜକୁମାରୀ ଶର୍ମିଷ୍ଠା ଚିଠାଉ ପଠାଇଛନ୍ତି, ନିଅ ପଢ଼। ସେନାପତି ମହାରାଜ କହିଲେ, ଆଉ ସେ?
କ'ଣ କହିଛି? ମାଲୁଣୀ କହିଲା, କହିଛନ୍ତି ରାଜକୁମାର ପୁଷ୍ପକକୁ ମୁକ୍ତ କରିଦେଲେ ସେ ତମକୁ ବାହା ହେବେ, ନହେଲେ ନାହିଁ। ସେନାପତି ମହାରାଜ କହିଲେ, ମିଛ କହୁନ ତ ମାଲୁଣୀ। ମାଲୁଣୀ କହିଲା, ଏଇ ଚିଟାଉ ପଢ଼, ଜାଣିବ। ହଁ, ଗୋଟାଏ ରାଜକୁମାରୀ ନାଁ ଶୁଣୁ ଶୁଣୁ ଯିଏ ଦୁର୍ବଳ ହୋଇଯାଏ ସେ ପୁଣି ହବ ରାଜା। ଅମଜା କଂସା ମନେ ମନେ ପ୍ରଶଂସା। ବାଉଁଶ ଗଛରେ ମଳୟ ଲାଗିଲେ ସେ ବି ଚନ୍ଦନ ବୋଲାଇବ। ମୁଁ ଯାଏଲୋ ମା, ଏ ଛୋପରା ସାଙ୍ଗରେ କିଏ ମୋର ଛୋପରେଇ ହବ? ସେନାପତି ମହାରାଜ କହିଲେ, ମୁଁ ରାଜକୁମାରଙ୍କୁ ହତ୍ୟା କଲେ ଶର୍ମିଷ୍ଠା ମୋତେ ବିବାହ କରିବନି। ତା ବ୍ୟତୀତ କୌଣସି ରାଜକୁମାରୀ ମୋତେ ବି ବିବାହ କରିବେନି। ମୁଁ ରାଜକୁମାରଙ୍କୁ ହତ୍ୟା କରିବି ଆଉ ରାଜକୁମାରୀ ଶର୍ମିଷ୍ଠାକୁ ବିବାହ କରିବି। ଦ୍ୱାରପାଳ କହିଲେ, ମହାରାଜ, ରାଜକୁମାରଙ୍କୁ ବନ୍ଦୀ କରି ଉଠାଇ ଆଣିଛୁ। ମହାରାଜ କହିଲେ, ଦ୍ୱାରପାଳ। ଦ୍ୱାରପାଳ କହିଲେ, ମହାରାଜ। ମହାରାଜ କହିଲେ, ଏହି ମୁହୂର୍ତ୍ତରୁ ରାଜକୁମାର ମୁକ୍ତ। ଦ୍ୱାରପାଳ କହିଲେ, ମହାରାଜ ଆପଣଙ୍କ। ମହାରାଜ କହିଲେ, ମୋ ମୁଣ୍ଡ ଠିକ୍ ଅଛି। ଯାଅ, ରାଜକୁମାରଙ୍କୁ ମୁକ୍ତି ଦିଅ ଆଉ ରାଜ୍ୟ ସାରା ଡିଣ୍ଡିମ ବଜାଇ ଦିଅ ଯେ ରାଜକୁମାର ମୁକ୍ତ। ଶୁଭ ଦିନ ଦେଖି ତାଙ୍କର ଅଭିଷେକ ହେବ। ଶୁଭ ଦିନ, ତିଥି, ଲଗ୍ନ ସମ୍ପର୍କରେ ପ୍ରଜାମାନଙ୍କୁ ଜଣାଇ ଦିଅ ଦ୍ୱାରପାଳ। ଦ୍ୱାରପାଳ କହିଲେ, ମହାରାଜ। ମହାରାଜ କହିଲେ, ରାଜ ବୈଦ୍ୟଙ୍କୁ ହାଜର ହେବା ପାଇଁ ଆଦେଶ ଦେଲି। ଦ୍ୱାରପାଳ କହିଲେ, ଯଥାଜ୍ଞା ମଣିମା। ତାପରେ ସେ ସେନାପତିଙ୍କ କୁଟିଳ ହସର ଲହଡ଼ି ଲହରେଇ ଗଲା ରାଜନଅର ସାରା। ରାଜବୈଦ୍ୟ କହିଲେ, ମୋତେ ସ୍ମରଣ କଲେ ମହାରାଜ। ମହାରାଜ କହିଲେ, ଆସନ ଗ୍ରହଣ କରନ୍ତୁ ରାଜବୈଦ୍ୟ। ରାଜବୈଦ୍ୟ କହିଲେ, ଆଦେଶ କରନ୍ତୁ ମଣିମା। ମହାରାଜ କହିଲେ, ରାଜକୁମାର ପୁଷ୍ପକ ଆଜି ମୁକ୍ତ ହେଲେ। ରାଜବୈଦ୍ୟ କହିଲେ, ତେବେ? ମହାରାଜ କହିଲେ, ମୁଁ ବେଇମାନୀ ହେବାକୁ ଘୃଣା କରେ। ପ୍ରଜାମାନେ ଚାହାନ୍ତି କୁମାର ହିଁ ରାଜା ହୁଅନ୍ତୁ, ଆଉ ପ୍ରଜାମାନଙ୍କ କଥାକୁ ସମ୍ମାନ ଦେବା ମୋର ପ୍ରଥମ କର୍ତ୍ତବ୍ୟ। ପ୍ରଜାମାନଙ୍କ ଅସନ୍ତୋଷ ମଧ୍ୟରେ ଶାସନଭାର ଗ୍ରହଣ କରିବାକୁ ମୁଁ ଜମା ପସନ୍ଦ କରେ ନା। ଅତଏବ ରାଜକୁମାର ମୁକ୍ତ। ରାଜବୈଦ୍ୟ କହିଲେ, ମଣିମା, ଏତେ ଗୁଡ଼ାଏ ପରିଶ୍ରମ ତେବେ? ମହାରାଜ କହିଲେ, ସେଥିପାଇଁ ମୁଁ କହେ ତମେ ଗୋଟାଏ ବଣଭାଲୁ। ଯେଉଁ କାମ ଯେଉଁ ବାଟରେ ହେବା କଥା ଠିକ୍ ହେବ। ତମେ ଖାଲି ମୋ ହୁକୁମକୁ ଅପେକ୍ଷା କର ଆଉ ଆଖି ପୂରେଇ ଦେଖିନିଅ ମୁଁ କ'ଣ କରୁଛି। ହା ହା ହା। ମହାରା କୂଳ ଘାଇ। ପାଣିଠାରୁ ଘାଇର ଉଚ୍ଚତା ପ୍ରାୟ 500 ଗଜ ହେବ। ଘାଇ ଉପରୁ ପାଣିକୁ ଚାହିଁଲେ ଛାତି ଥରି ଉଠେ। ଆମେ ତ ନିଜେ ଦେଖିଛୁ, ପତରଟାଏ ପଡ଼ିଲେ ବି ତାହା ସାଙ୍ଗେ ସାଙ୍ଗେ ପାଣିରେ ବୁଡ଼ିଯାଏ। ଅତଡ଼ା ଉପରେ ବିରାଟ ଏକ ଶିମୁଳି ଗଛ। କାହିଁ କୋଉ କାଳରୁ ଅଛି କହିହେବନି ତାର ଆୟୁଷ କେତେ। ମହାରାର ଅଧା ଛାତିକୁ ସେ ଘୋଡ଼େଇ ରଖିଛି ତାର ଡାଳ ମେଲି। ମହାରା ଛାତିରେ କେବେ ବି ଖରା ପଡ଼େନି କି ଜହ୍ନ ଆଲୁଅ ବି ପଡ଼େନି। ପଡ଼େ ଖାଲି ଶୁଖିଲା ଶିମୁଳି ପତ୍ର ଓ ଫୁଲ। ଚକା ଭଉଁରୀ କାଟି ବୁଡ଼ିଯାଏ ପାଣିରେ। କିନ୍ତୁ କାହିଁକି ବୁଡ଼େ, ୟାର କାରଣ କେହି କେବେ ବି କାହାଠୁ ବୁଝିନି। ସେ କଥା କିଏ ବା ଜାଣିଛି ଯେ ଅନ୍ୟକୁ କହିବ? ଅଙ୍ଗାର ବାବା ହିଁ ଜାଣନ୍ତି, ଆଉ ଜାଣନ୍ତି ତାଙ୍କର ଶିଷ୍ୟ ବାଜପକ୍ଷୀ ମନମୋହିନୀ। ସାଧାରଣ ପ୍ରଜା କି ରାଜା କେହି କେବେ ବି ସେ ଅଙ୍ଗାର ବାବାଙ୍କୁ ଦେଖି ନାହାନ୍ତି। ମନମୋହିନୀକୁ ମଧ୍ୟ କେହି ଦେଖି ନାହାନ୍ତି। କିନ୍ତୁ ମନମୋହିନୀ ସଦା ସର୍ବଦା ଏଇ ଶିମୁଳି ଗଛ କୋରଡ଼ରେ ରହେ, ଆଉ ବାବା ଯାଇ ରହନ୍ତି ନିକଟସ୍ଥ ଶୁଖିଲା କୂଅ ଭିତରେ। ରାତିର ମଝିଲା ବୟସ, ସବୁଠି ଅନ୍ଧାର।
ଅମେଇସାର ବହଳିଆ ଅନ୍ଧାର, ଝିଙ୍କାରେ ବି ନୀରବ। କୋଉଠି ଶୁଖିଲା ପତ୍ର ପଡ଼ିବାର ଖସ୍ ଖସ୍ ଶବ୍ଦ, ତା ସାଙ୍ଗକୁ ମଝିରେ ମଝିରେ ଶୃଗାଳର ହୁକେ ହୁ ଶବ୍ଦ। ଏଣେ ମନମୋହିନୀ ବାଜପକ୍ଷୀ ଆହୁରି ଟିକେ ସଜାଗ ହୋଇ ଉଠିଲା। ତାପରେ ତାର ଆଖି ଦିଟା ଚଞ୍ଚଳ ହୋଇ ଉଠିଲା। କାଳ ବିଳମ୍ବ ନ କରି ସେ ମନମୋହିନୀ ସ୍ୱାମୀ ଅଙ୍ଗାର ବାବାଙ୍କୁ ସ୍ମରଣ କଲା ଏବଂ ଆଖି ପିଛୁଳାକେ ତାର ଶରୀର ଅସମ୍ଭବ ଭାବେ ବଢ଼ିଗଲା। ତତ୍କ୍ଷଣାତ୍ ସେ 5-6 ମହଣ ଓଜନର ଖଣ୍ଡେ ପଥରକୁ କୋଉଠୁ ଉଠାଇ ଆଣି ନିଜ ଚଞ୍ଚୁରେ ଧରିନେଲା। ହଠାତ୍ ଏହି ସମୟରେ ସେ ଶିମୁଳି ଗଛ ମୂଳେ ଘୋଡ଼ା ଗାଡ଼ିଟା ଅଟକିଲା। ଗାଡ଼ିରୁ ଓହ୍ଲେଇ ଆସିଲେ 2ଟା ଛାୟାମୂର୍ତ୍ତି। ଏଣେ ତେଣେ ଚାହିଁଲେ ସେମାନେ। ତାପରେ ଗାଡ଼ି ଭିତରୁ ଗୋଟାଏ ମୁହଁ ବନ୍ଧା ବସ୍ତା ବାହାର କରି ଆଣି ମାହାରା ମଧ୍ୟକୁ ଫିଙ୍ଗିଦେଲେ। ବସ୍ତାଟା ପାଣିରେ ପଡ଼ିବା ପୂର୍ବରୁ ବାଜପକ୍ଷୀ ତାକୁ ଝାମ୍ପି ଆଣିଲା ଏବଂ ତା ଚଞ୍ଚୁରେ ଥିବା 5-6 ମହଣିଆ ପଥରଟା ପାଣିରେ ପଡ଼ିଗଲା। ବହୁତ ଦିନରୁ ଉପାସିଆ କୁମ୍ଭକର୍ଣ୍ଣ କୁମ୍ଭୀର ଟାକି ବସିଥିଲା ଯେମିତି ଟକିନା ଗିଳିଦେଲା ସେ ପଥରକୁ। ଘୋଡ଼ା ଗାଡ଼ି ସହ ଅନ୍ତର୍ଦ୍ଧାନ ହେଇଗଲେ ଛାୟାମୂର୍ତ୍ତି 2 ଜଣ। ମନମୋହିନୀ ବାଜପକ୍ଷୀ ବସ୍ତାଟିକୁ ନେଇ ଶିମୁଳି ଗଛ ନିକଟସ୍ଥ ଶୁଖିଲା କୂଅ ମଧ୍ୟରେ ରଖିଦେଲା। ଗୁରୁଦେବଙ୍କୁ ସ୍ମରଣ କରି କୂଅ ଚାରିପଟେ 21 ଥର ଘୂରି ଆସିଲା। ସେହି କ୍ଷଣି ସେ ବସ୍ତାଟି କୁଆଡ଼େ ଅନ୍ତର୍ଦ୍ଧାନ ହେବା ସଙ୍ଗେ ସଙ୍ଗେ କୂଅ ମଧ୍ୟରୁ ବାହାରି ଆସିଲା ଗୋଟିଏ ଝଙ୍କାଳିଆ ଚମ୍ପା ଗଛ। ତା ଫୁଲର ମହକରେ ମହକିଗଲା ଚଉଦିଗ। ଏସବୁ ଦେଖି ମନେ ମନେ ହସିଲା ମନମୋହିନୀ। ଉପାସିଆ କୁମ୍ଭକର୍ଣ୍ଣ କୁମ୍ଭୀର ପେଟରେ ଏବେ 6 ମହଣିଆ ପଥର ଖଣ୍ଡେ। ତେଣୁ କୁମ୍ଭୀର ଦେହଟା ଅସମ୍ଭବ ଭାରି ହେଇଯାଇଛି। କୁମ୍ଭୀରଟି ନା ସ୍ଥିର ହେଇ ରହିପାରୁଛି ନା ପହଁରି ପାରୁଛି। କୁମ୍ଭୀର ଟିକେ ହଲଚଲ ହେଲା ବେଳକୁ ପଥରଟା ଗଡ଼ି ଯାଉଛି ଏପଟରୁ ସେପଟକୁ। ଏଇ କେଇ ମୁହୂର୍ତ୍ତ ଭିତରେ ସେ କୁମ୍ଭୀର ବଡ଼ କଷ୍ଟ ପାଇଲାଣି। ଏପରିକି ପିଣ୍ଡରୁ ପ୍ରାଣ ଛାଡ଼ିଯିବା ଉପରେ ତାର। କିଛି ସମୟ ପରେ ସ୍ଥିର ମାହାରାର ଛାତି ରକ୍ତର ପିଚକାରୀରେ ଅସ୍ଥିର ହୋଇଗଲା। ଭାସି ଉଠିଲା ଏକ ବିରାଟ କାୟ କୁମ୍ଭୀରର ସ୍ଥିର ଦେହ। ଏଣେ ମନେ ମନେ ହସିଲା ମନମୋହିନୀ। ତାପରେ ସେ ମନମୋହିନୀ ଗଛ କୋରଡ଼ରୁ ବାହାର କରି ଆଣିଲା ଗୋଟାଏ ଶଙ୍ଖ। ସ୍ୱାମୀଙ୍କୁ ସ୍ମରଣ କରି 7 ଥର ଫୁଙ୍କିଲା। ଏବେ ସେ ମନମୋହିନୀ ତା ସ୍ୱାମୀଙ୍କ କଣ୍ଠସ୍ୱର ଶୁଣିବାକୁ ପାଇଲା। ଅଙ୍ଗାର ବାବା କହିଲେ, ତୋତେ ମୁଁ ଆଶୀର୍ବାଦ କରୁଛି ମନମୋହିନୀ। ମନମୋହିନୀ କହିଲା, ସ୍ୱାମୀ, ଆପଣ ଦେଇଥିବା ଆଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି। ଅଙ୍ଗାର ବାବା କହିଲେ, ବହୁତ ଖୁସି ହେଲି। ମନମୋହିନୀ କହିଲା, କୁମ୍ଭକର୍ଣ୍ଣ କୁମ୍ଭୀରର ମଲା ଦେହଟା ମାହାରାରେ ଭାସୁଛି। ଅଙ୍ଗାର ବାବା କହିଲେ, ଏଇଠୁ ହିଁ ଆରମ୍ଭ ହେବ ମୋ ତପସ୍ୟାର କରାମତି। ମନମୋହିନୀ କହିଲା, ବୁଝିପାରିଲିନି ସ୍ୱାମୀ। ଅଙ୍ଗାର ବାବା କହିଲେ, ରାତି ପାହିବା ପରେ ଦେଖିବୁ ସେଠି ଆଉ ନଥିବ କୁମ୍ଭୀରର ଶବ, କେବଳ ଥିବ ଗେଣ୍ଡୁ ଫୁଲର ଗୋଟାଏ ସେଜ, ତାହା ବି ଠିକ୍ କୁମ୍ଭୀର ଆକୃତି ପରି। ମନମୋହିନୀ କହିଲା, ତାପରେ? ଅଙ୍ଗାର ବାବା କହିଲେ, ମାୟା କୁହେଳିକା ଖାଲି କୁହେଳିକା। ମୁଁ ଚାହେଁ ସତ୍ୟର ସ୍ଥାପନା, ମୁଁ ଚାହେଁ ନ୍ୟାୟର ରାଜତ୍ୱ, ମୁଁ ଚାହେଁ ଶାନ୍ତିର ବାରିଝରୁ ଏଇ ପ୍ରୀତିପୁରେ ତଥା ଏ ସାରା ସଂସାରରେ। ମନମୋହିନୀ ତ ସାରା ରାତି ଉଜାଗର ରହିବାକୁ ଚାହିଁଥିଲା, ହେଲେ ସେ ମୋଟେ ପାରିଲାନି। କାହିଁକି ନା କେତେବେଳେ ନିଦ ଯେ ତା ଆଖି ଦିଟାକୁ କାବୁ କରିଦେଲା ସେ ନିଜେ ବି ଜାଣିପାରିଲାନି। ନଖ ଉଷୁମ ଖରା ତା ଦେହରେ ବାଜିବାରୁ ସେ ମନମୋହିନୀ ତା ଆଖି ଖୋଲିଲା। ତାପରେ ସେ ଦେଖିଲା କୂଅ ଭିତରେ ନାଗଫେଣି ଗଛ, ଆଉ ସେ ମାହାରା ପାଣିରେ
କୁମ୍ଭୀରାକୃତି ଗେଣ୍ଡୁ ଫୁଲର ସେଜ। ସର୍ବଗିଳା ସିଂ ରାଜକୁମାରୀ ଅନ୍ତର୍ଦ୍ଧାନ ହୋଇଯାଇଥିବା ଖବର ସେନାପତିଙ୍କୁ ଦେଲା। ସେନାପତି କହିଲେ, ଆପଣ କ'ଣ କହିଲେ ସର୍ବଗିଳା ସିଂ? ରାଜକୁମାରୀ ଶର୍ମିଷ୍ଠା କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି? ଏହା କିପରି ସମ୍ଭବ ହେଲା? ସତ କୁହନ୍ତୁ। ରକ୍ଷୀ ପ୍ରହରୀ ସମସ୍ତେ ଥାଉ ଥାଉ ସେ କୁଆଡ଼େ ଚାଲିଗଲେ, ଅଥଚ କେହି ବି ଆଦୌ ଜାଣିପାରିଲେନି। ସର୍ବଗିଳା ସିଂ କହିଲେ, ମୋତେ ବିଶ୍ୱାସ କରନ୍ତୁ ବନ୍ଧୁ। ସେନାପତି କହିଲେ, ଚୁପ୍ କର ବିଶ୍ୱାସଘାତକ। ବନ୍ଧୁ ବୋଲି ଡାକିବାକୁ ଆପଣଙ୍କୁ ଟିକେ ଲାଜ ଲାଗୁନି? ଆପଣ ଜାଣନ୍ତି ମୁଁ ଶର୍ମିଷ୍ଠାକୁ ବିବାହ କରିବି ବୋଲି ନିଜ ସହିତ ପଣ ରଖି ଚାଲିଛି। ଆପଣଙ୍କୁ ଉତ୍ତରାର୍ଦ୍ଧର ରାଜା କରାଇବି ବୋଲି ବଚନ ଦେଇଥିଲି। ହେଲେ ଆପଣ ଏ କ'ଣ କଲେ? ସର୍ବଗିଳା ସିଂ କହିଲେ, ମୁଁ ଜାଣେ ଆପଣ ମୋ କଥାକୁ କଦାପି ବିଶ୍ୱାସ କରିବେନି। ବନ୍ଧୁ ବୋଲି ଆପଣଙ୍କ ଅସହ୍ୟ କଥାକୁ ମୁଁ ସହ୍ୟ କରିଥିଲି, ମାତ୍ର ଆଉ ନୁହେଁ। ବିଶ୍ୱାସଘାତକ ମୁଁ ନୁହଁ, ଆପଣ। ରାଜକୁମାରୀଙ୍କୁ ଜଣେ ରାଜା କିମ୍ବା ରାଜକୁମାର ହିଁ ବିବାହ କରିବା କଥା ବିଧି ଅଛି, ଜଣେ ଧୋକାବାଜ ବେଇମାନ ସେନାପତି ନୁହଁ। ସେନାପତି କହିଲେ, ସର୍ବଗିଳା ସିଂ। ସର୍ବଗିଳା ସିଂ କହିଲେ, ଆସ୍ତେ କୁହନ୍ତୁ ସେନାପତି। ଚିତ୍କାର କଲେ କିଛି ବି ଲାଭ ହେବନି। ସେନାପତି କହିଲେ, ମୁଁ ତୁମକୁ ହତ୍ୟା କରିବି। ସର୍ବଗିଳା ସିଂ କହିଲେ, ହସ ଲାଗୁଛି ସେନାପତି। ଥରେ ପରୀକ୍ଷା କରି ଦେଖ। ମୋତେ ହତ୍ୟା କରିବା ପୂର୍ବରୁ ମୋର ସୈନିକମାନେ ତମ ରାଜ୍ୟଟାକୁ ଜାଳି ପୋଡ଼ି ପାଉଁଶ କରି ଦେଇଥିବେ। ତେବେ ବିଳମ୍ବ କାହିଁକି? ଉଠାଅ ଅସ୍ତ୍ର। ତମେ ଭାବନି ଯେ ମୁଁ ଏତେ ଦୁର୍ବଳ। ରାଜ୍ୟର ପ୍ରତ୍ୟେକ ପ୍ରଜା ତମ ଭଳି ଗୋଟାଏ ଅମଣିଷ ହାତରେ ରାଜକୁମାରୀଙ୍କୁ ଟେକି ଦେବାକୁ ନାପସନ୍ଦ କରୁଥିଲେ। ଏମିତିକି ଅନେକ ସ୍ଥାନରେ ବିଦ୍ରୋହର ନିଆଁ ବି ଜଳାଇ ସାରିଥିଲେ। ମନେ ରଖ, ଭବିଷ୍ୟତରେ କେବେ ବି ମୟୂରପୁରୀ ଆକ୍ରମଣ କରିବାର ଦୁଃସାହସ କଲେ ଏହାର ପରିଣତି ଅତ୍ୟନ୍ତ ଭୟାବହ ହୋଇ ଉଠିବ। ମୁଁ ଏବେ ଆସୁଛି। ମାହାରା ଘାଇ ଗଣ୍ଡର ପାଣି ସ୍ଥିର ଥିଲା। ଭାସୁଥିବା କୁମ୍ଭୀରାକୃତି ଫୁଲସେଜ ଉପରେ ବିଛେଇ ହେଇ ପଡ଼ିଥିଲା ଗୋଟାଏ ଉଜ୍ଜ୍ୱଳ ଆଲୁଅ। ଅନ୍ୟ ସବୁଠି ବହଳିଆ ଅନ୍ଧାର। ହଠାତ୍ ସେ ଫୁଲସେଜ ଉପରକୁ ଡେଇଁ ପଡ଼ିଲା କେରାଣ୍ଡି ଭଳି ମାଛଟିଏ। ସ୍ଥିର ହେଇଗଲା କେହି ମୁହୂର୍ତ୍ତ ସେ ମାଛଟି। ତାପରେ ଆସ୍ତେ ଆସ୍ତେ ସେ ମାଛଟି ତାର ଆକୃତି ବଢ଼ାଇ ଚାଲିଲା। ବିଶ୍ୱାସ କରିହେବନି ସେ ମାଛର ଆକୃତି ଦେଖିଲେ। ଚାରିପଟକୁ ବୁଲି ପଡ଼ି ସେ ମାଛଟି ଚାହିଁଲା ଓ ତାପରେ ସେ ପାଣିକୁ ଡେଇଁ ପଡ଼ିଲା। କେଇ ମୁହୂର୍ତ୍ତ ପରେ ସେହି ମାଛଟି ମାଟି ଉପରକୁ ଆସିବାକୁ ଚେଷ୍ଟା କଲା। ସେ ମାଛଟିର ଯେଉଁ ଅଂଶ ମାଟିକୁ ଛୁଉଁଥିଲା, ସେହି ଅଂଶ ଜଣେ ସୁନ୍ଦରୀ ଯୁବତୀର ଅଙ୍ଗ ପ୍ରତ୍ୟଙ୍ଗ ଭଳି ହେଇଯାଉଥିଲା। ଶେଷରେ ସେ ଗୋଟାଏ ନୀଳ ପରୀର ରୂପ ସୌନ୍ଦର୍ଯ୍ୟ ନେଇ ଶିମୁଳି ଗଛ ଆଡ଼କୁ ଆଗେଇଲା। ଆଲୁଅ ଲିଭିଗଲା ମାହାରା ଘାଇ ଉପରୁ। ସୁନ୍ଦରୀଟି ଶିମୁଳି ଗଛ ପାଖ କୂଅ ପାଖରେ ଯାଇ ପହଞ୍ଚିଲା। କୂଅ ମଧ୍ୟରେ ସେ ଚମ୍ପା ଗଛଟି ମଥା ହଲାଇ ସୁନ୍ଦରୀକୁ ସ୍ୱାଗତ ଜଣାଇଲା ବୋଧେ। ମତ୍ସ୍ୟ ସୁନ୍ଦରୀ ତା ଭାଷାରେ କ'ଣ କହିଲା କେଜାଣି ବୁଝି ହେଲାନି, ମାତ୍ର ତାର ଆଖିର ଲୁହ ସୂଚେଇ ଦେଇଥିଲା। ସେ ଯେମିତି ଅନେକ କିଛି ଦୂରେଇ ଦେଲା ପରେ ସାମାନ୍ୟ କିଛି ଫେରି ପାଇବାର ପ୍ରତିଶ୍ରୁତି ପାଇଗଲା। ତାର ଥରିଲା ଓଠ କଣରେ ହସ ଚେନାଏ ମହକିଗଲା। ଆଉ ତାପରେ ସେ ମତ୍ସ୍ୟ ସୁନ୍ଦରୀ କୂଅ ମଧ୍ୟକୁ ଯାଇ ଚମ୍ପା ଗଛ ମୂଳରେ ଆରାମରେ ଶୋଇଗଲା। ରାତି ପାହିଯିବ ଆଉ ଘଡ଼ିକ ପରେ। ମତ୍ସ୍ୟ ସୁନ୍ଦରୀ ଅଳସ ଭାଙ୍ଗି ଉଠିଲା। ତା ଭାଷାରେ ସେ ଚମ୍ପା ଗଛକୁ କ'ଣ କହିଲା କେଜାଣି। ଚମ୍ପା ଗଛ ମଥା ହଲାଇଲା। ତାପରେ ଧୀର ପାଦରେ ମତ୍ସ୍ୟ ସୁନ୍ଦରୀ ପୁଣି ଥରେ ମାହାରା ଘାଇ ଗଣ୍ଡରେ କୁଆଡ଼େ ହଜିଗଲା।
ମୁଁ କିଛି ବି ଶୁଣିବାକୁ ଚାହେଁ ନା ସେନାପତି। ମୁଁ ଚାହେଁ କେବଳ ରାଜକୁମାରୀ ଶର୍ମିଷ୍ଠାକୁ। ସେ ମୃତ ହଉ ବା ଜୀବିତ ହଉ, ମୁଁ ତାକୁ ହିଁ ଚାହେଁ। ତାକୁ ବିବାହ ନ କଲେ ମୋ ଜୀବନରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ରହିଯିବ। ଯେତେ ମୁଦ୍ରା ଖର୍ଚ୍ଚ ହଉ ପଛେ ସେଥିପାଇଁ ମୋର ଆଦୌ ପରବାଏ ନାହିଁ। କିନ୍ତୁ ତା ପ୍ରତି ବଦଳରେ ମୁଁ ଚାହେଁ ରାଜକୁମାରୀ ଶର୍ମିଷ୍ଠାକୁ। ସେନାପତି କହିଲେ, ମହାରାଜ। ମହାରାଜ କହିଲେ, କୁହ ସେନାପତି, ନିର୍ଭୟରେ କୁହ। ସେନାପତି କହିଲେ, ମୋ ମତରେ କୌଣସି ଏକ ଯାଦୁକର ଯଦି ସୁବିଧାବାଦୀ ହୋଇଥାଏ। ମହାରାଜ କହିଲେ, ଉତ୍ତମ ପ୍ରସ୍ତାବଟିଏ, ମାତ୍ର ଯାଦୁକର ଯଦି ସୁବିଧାବାଦୀ ହୋଇଥାଏ? ସେନାପତି କହିଲେ, ସେ ସୁବିଧା ଆମେ ଦବାନି ମହାରାଜ। ମହାରାଜ କହିଲେ, ନା, ମୋ ମନରେ ଭୟ ଆସୁଛି ସେନାପତି। ଯାଦୁକରକୁ ବିଶ୍ୱାସ କରି ମୁଁ ଏ ସିଂହାସନ ହରାଇବାର ଭୟକୁ ଆପଣେଇ ପାରିବିନି। ସେନାପତି କହିଲେ, ତେବେ? ମହାରାଜ କହିଲେ, ବରଂ ଶର୍ମିଷ୍ଠାର ଛବି ଅଙ୍କନ କରି ରାଜ୍ୟ ସାରା ବାଣ୍ଟି ଦିଅ। ଘୋଷଣା କର, ଯିଏ ରାଜକୁମାରୀଙ୍କ ସନ୍ଧାନ ଦେବ ସେ ପାଇବ ପ୍ରଚୁର ପୁରସ୍କାର। ହଁ, ଗୁପ୍ତଚର ସଂସ୍ଥାର କର୍ମଚାରୀମାନଙ୍କ ବେତନ 2 ଗୁଣ ବଢ଼ାଇ ଦେଲି। ଅତିରିକ୍ତ ଭତ୍ତା ମଧ୍ୟ ମଞ୍ଜୁର କରିଦେଲି। ହଁ, ପୁଣି ଶୁଣି ରଖ ସେନାପତି, 2 ମାସ ମଧ୍ୟରେ ଯଦି ରାଜକୁମାରୀ ଶର୍ମିଷ୍ଠାକୁ ମୁଁ ନ ପାଏ, ତେବେ ସମସ୍ତଙ୍କୁ ନିର୍ମମ ଭାବେ ମୁଁ ହତ୍ୟା କରିବି। ଯାଅ ସେନାପତି, ଶିଳ୍ପୀ ନୃସିଂହ ପାଣିଗ୍ରାହୀଙ୍କୁ ଆଦେଶ ଦିଅ। ସେନାପତି କହିଲେ, ଯେ ଆଦେଶ ମଣିମା। ଶିଳ୍ପୀ ପାଣିଗ୍ରାହୀ କହିଲେ, ଆଦେଶ କରନ୍ତୁ ମଣିମା। ମହାରାଜ କହିଲେ, ତୁମେ କେବେ ରାଜକୁମାରୀ ଶର୍ମିଷ୍ଠାଙ୍କୁ ଦେଖିଛ? ଶିଳ୍ପୀ ପାଣିଗ୍ରାହୀ କହିଲେ, ନା ମଣିମା। ମହାରାଜ କହିଲେ, ତାହେଲେ ନିଅ ଏ ଛବି। ଏହାର ଅବିକଳ ଛବି ସହସ୍ରାଧିକ ଅଙ୍କନ କର। ମାତ୍ର ମନେ ରଖ ଶିଳ୍ପୀ, ମୂଳ ଛବି ସହ ଯେପରି ଅମେଳ ନ ହୁଏ। ଶିଳ୍ପୀ ପାଣିଗ୍ରାହୀ କହିଲେ, ମଣିମାଙ୍କ ଆଦେଶ ଶିରୋଧାର୍ଯ୍ୟ। ଏହାପରେ ମହାରାଜ ସୋମରସ ପାନ କଲେ। ସମସ୍ୟା ଭିତରେ ଥିଲେ ସେ ତ ଅତ୍ୟଧିକ ସୋମରସ ପାନ କରନ୍ତି। ଅକଥା ଗୁଡ଼ା କଥା ବୋଲି ଘୋଷଣା କରନ୍ତି। ସେହି ସମୟରେ ଯେଉଁଟା ମୁଣ୍ଡକୁ ଢୁକିଲା ସେ ହେଲା ବେଦରଗାର। ଅନ୍ୟ ରାଜ୍ୟର ଗଳିକନ୍ଦିରେ ଗୁପ୍ତଚରମାନେ ବସା ବାନ୍ଧିଲେଣି। ନିଜ ରାଜ୍ୟ କଥା ଛାଡ଼, ରାଜକୋଷରୁ ଲକ୍ଷାଧିକ ସ୍ୱର୍ଣ୍ଣ ମୁଦ୍ରା ଯାଇ ଖର୍ଚ୍ଚ ହେଉଛି ରାଜକୁମାରୀ ଶର୍ମିଷ୍ଠାକୁ ଖୋଜିବାରେ। ଏଇଠି ମନରେ ପ୍ରଶ୍ନ ଉଠେ, ରାଜକୁମାରୀ ଶର୍ମିଷ୍ଠା କ'ଣ ମର୍ତ୍ତ୍ୟର ସବୁଠୁ ସୁନ୍ଦରୀ? ନା ଅନେକ ଗୁଣର ଅଧିକାରିଣୀ? ତେବେ କ'ଣ ପାଇଁ ଏ ନୀଳବର୍ଣ୍ଣ ରାଜା ଏତେ ଅର୍ଥ ଶ୍ରାଦ୍ଧ କରୁଛନ୍ତି? ରାଜ୍ୟର ପ୍ରଜା ତଥା ପଣ୍ଡିତମାନେ କାହିଁକି ଚୁପଚାପ ବସିଛନ୍ତି? ଏମାନଙ୍କର କ'ଣ ଜୁ ନାହିଁ ତୁଣ୍ଡ ଖୋଲିବାକୁ, ବିଦ୍ରୋହ କରିବାକୁ? ଜୁ ଅଛି, ମାତ୍ର ରାଜାଙ୍କ ପୋଷା ଗୁଣ୍ଡାମାନେ ଯଦି ତାଙ୍କ ସାମନାରେ ଝିଅ ବୋହୂମାନଙ୍କ ଇଜ୍ଜତ ଲୁଟନ୍ତି, ଭେଣ୍ଡିଆ ପୁଅମାନଙ୍କୁ ଯଦି କଂସେଇ ଭଳି ହତ୍ୟା କରନ୍ତି, ଗୁଣ୍ଡାମାନଙ୍କୁ ପ୍ରତିରୋଧ କରିବାକୁ ସେମାନଙ୍କର ବାହୁରେ ଆଉ ବଳ ନାହିଁ। ଏ ନୀଳବର୍ଣ୍ଣ ଶୃଗାଳ ରାଜା ନ କରିବା କାମ ସବୁ କରୁଛି। ସେ ରାଜ୍ୟ ଶାସନ କରୁନି ତ? ହଜାର ହଜାର ଭଡ଼ାଟିଆ ଗୁଣ୍ଡାଙ୍କୁ ବାହାର ରାଜ୍ୟରୁ ଆଣି ଏ ରାଜ୍ୟଟାକୁ ଗୁଣ୍ଡା ରାଜ୍ୟରେ ପରିଣତ କରିସାରିଲାଣି। ଯୁଆଡ଼େ ଦେଖିବ ଖାଲି ହତ୍ୟା, କଟା, ଜଳାଜଳି। ଆଉ କେଇଦିନ ପରେ ବୋଧେ ରାଜ୍ୟଟା ମଶାଣିପଦା ହୋଇଯିବ। କାହାର ଜୀବନକୁ ଭୟ ନାହିଁ, କାହାର ବା ବଞ୍ଚିବାକୁ ଲୋଭ ନାହିଁ। ରାଜ୍ୟ ପଛକେ ନର୍କକୁ ଯାଉ, ଧ୍ୱଂସ ହେଇଯାଉ, କିନ୍ତୁ ନିଜ ପିଲାଛୁଆ ଭଲରେ ରହିଲେ ହେଲା। ତାନ୍ତ୍ରିକ କାଳଜୟୀ ଶତ୍ରୁଜୟୀ ଦୁଃଖନାଶନ ପରାଭବ କହିଲେ, ମଣିମା, ରାଜକୁମାର ପୁଷ୍ପକ ଏବଂ ରାଜକୁମାରୀ ଶର୍ମିଷ୍ଠା ଜୀବିତ, କିନ୍ତୁ ରାଜକୁମାର ଏପରି ସ୍ଥାନରେ ଆତ୍ମଗୋପନ କରିଛନ୍ତି ଯେ ତାଙ୍କୁ ଆମ ଯାଦୁ ଆଇନା ବି ଦେଖିବାକୁ ସମର୍ଥ ନୁହଁ।
ଆଉ ରାଜକୁମାରୀଙ୍କ ଛାୟା ମଧ୍ୟ ଆସୁନି। ମହାରାଜ କହିଲେ, ତାହେଲେ ତମେ କି ତାନ୍ତ୍ରିକ ହେଇଛ? ମୋ ପାଖକୁ ଆସିବା ପୂର୍ବରୁ ତ ବେଶ୍ ବଡ଼ ବଡ଼ କଥା କହୁଥିଲ, ଅଥଚ ଏବେ କହୁଛ କ'ଣ ନା ତମ ଯାଦୁ ଆଇନା କାମ କରୁନି। କିଏ ଅଛରେ? ମହାରାଜ କହିଲେ, ଏ ଭଣ୍ଡ ତାନ୍ତ୍ରିକକୁ ନେଇ କାରାଗାରରେ ନିକ୍ଷେପ କର। ତାନ୍ତ୍ରିକ କହିଲା, ମଣିମା, ମୋ କଥା ଟିକେ ଶୁଣନ୍ତୁ। ମହାରାଜ କହିଲେ, ମୁଁ ଯେଉଁ ଆଦେଶ ଦିଏ ସେଇଟା ହିଁ ଶିରୋଧାର୍ଯ୍ୟ। ରାଜକୁମାର ପୁଷ୍ପକ ବଞ୍ଚିଛି। କେଉଁଠି ସେ ଅଛି? ଆଉ ସେ ରାଜକୁମାରୀ? ଆଜି ନହେଲେ ମଧ୍ୟ କାଲି ତ ତାଙ୍କର ସନ୍ଧାନ ମିଳିବ। ମାହାରା ଘାଇରେ କୁମ୍ଭୀରାକୃତି ଗେଣ୍ଡୁ ଫୁଲ ଶଯ୍ୟା ଉପରେ ଆଲୁଅ ବିଛେଇ ହେଇ ପଡ଼ିଲା ଏବଂ ତନ୍ମଧ୍ୟରୁ ଧୀରେ ଧୀରେ ବାହାରି ଆସିଲା ମତ୍ସ୍ୟ ସୁନ୍ଦରୀ। ସୁଅ କାଟି କୂଳ ଆଡ଼କୁ ଆସିଲା ଏବଂ ମାନବୀ ରୂପ ଧାରଣ କରି ଶିମୁଳି ଗଛ ନିକଟରେ ଯାଇ ପହଞ୍ଚିଲା। ଆଗେ ଆଗେ ଆଲୁଅ, ପଛେ ପଛେ ମତ୍ସ୍ୟ ସୁନ୍ଦରୀ। ଆଉ କେଇ ହାତ ଗଲେ କୂଅ ପାଖରେ ପହଞ୍ଚିଯିବେ। ମତ୍ସ୍ୟ ସୁନ୍ଦରୀ ଦେଖିଲେ ଦୁଇଟା ଛାୟା ମୂର୍ତ୍ତି ଫିସ୍ ଫିସ୍ ହେଇ କଥା ହେଉଛନ୍ତି। ସେହି କ୍ଷଣି ହଠାତ୍ ସେ ମତ୍ସ୍ୟ ସୁନ୍ଦରୀଙ୍କ ସୁନ୍ଦର ରୂପଟା କଦାକାର ହୋଇଗଲା ଏବଂ ତାଙ୍କ ପାଟିରୁ ଖାଲି ନିଆଁ ବାହାରିଲା। ଛାୟାମୂର୍ତ୍ତି ଦିଟା ପ୍ରାଣ ବିକଳରେ ଚିତ୍କାର କଲେ। ଆଗରେ ଦୌଡ଼ୁଥିଲେ ଛାୟାମୂର୍ତ୍ତି ଦିଟା, ତାଙ୍କ ପଛରେ ନିଆଁ ପିଣ୍ଡୁଳାଟା। ଧଇଁ ସଇଁ ହେଇ ସେମାନେ ଯାଇ ମହାରାଜାଙ୍କ ପାଦ ତଳେ ପଡ଼ିଗଲେ। ଗୁପ୍ତଚର କହିଲା, ମହାରାଜ, ମହାରାଜ, ମହାରାଜ। ମହାରାଜ କହିଲେ, କ'ଣ ହେଇଛି ଗୁପ୍ତଚର? ଗୁପ୍ତଚର କହିଲା, ଦେଖନ୍ତୁ ମଣିମା, ହେଇ ଆସିଗଲା। ମହାରାଜ କହିଲେ, ଗୋଟାଏ ନିଆଁ ପିଣ୍ଡୁଳା? ଗୁପ୍ତଚର କହିଲା, ହଁ ମଣିମା, ଏଇ ନିଆଁ ପିଣ୍ଡୁଳା ଆମକୁ ଗୋଡ଼ାଇଛି। ମହାରାଜ କହିଲେ, ଆଚ୍ଛା, ଆରେ ଏ କ'ଣ ମୁଁ ଦେଖୁଛି? ନିଆଁ ପିଣ୍ଡୁଳାଟା ମଧ୍ୟରେ ଶର୍ମିଷ୍ଠା ହସୁଛି। ଶର୍ମିଷ୍ଠା, ଶର୍ମିଷ୍ଠା। ନିଆଁ ପିଣ୍ଡୁଳା ମଧ୍ୟରେ ଶର୍ମିଷ୍ଠା ହସୁଥିଲା। ମହାରାଜ କହିଲେ, ତମେ କ'ଣ ମୋତେ ବିଦ୍ରୂପ କରୁଛ? ତମକୁ ଖୋଜିବା ପାଇଁ ମୁଁ ରାଜ୍ୟଟାକୁ ଗୁପ୍ତଚରରେ ବିଛେଇ ଦେଇଛି, ଅଥଚ ତମେ କେଉଁଠି ଅଛ? କୁହ ଶର୍ମିଷ୍ଠା, ଥରେ ଖାଲି କହିଦିଅ ତମେ କେଉଁଠି ଅଛ? ତମେ ପୁଣି ଏ ନିଆଁ ପିଣ୍ଡୁଳା ମଧ୍ୟରେ? ଏହାର ରହସ୍ୟ କ'ଣ? ଏହାପରେ ହଠାତ୍ ବାଣ ଫୁଟିଲା ପରି ଫୁଟିଲା ସେ ନିଆଁ ପିଣ୍ଡୁଳାଟା। ନିଆଁ ଛିଟିକି ପଡ଼ିଲା ମହାରାଜାଙ୍କ ଗାଲକୁ। ଭୀଷଣ ଆଘାତ ପାଇଲେ ସେନାପତି ମହାରାଜ। ମାତ୍ର ଶର୍ମିଷ୍ଠା ପ୍ରେମରେ ପାଗଳ ରାଜାଙ୍କୁ ତାହା ଗେଣ୍ଡୁ ଫୁଲର ଆଘାତ ପରି ଲାଗିଲା। ସେତେବେଳକୁ ଖାଲି ବରଡ଼ା ପତ୍ର ପରି ଥରୁଥିଲେ ଗୁପ୍ତଚର ଦିଜଣ। ସେହି କ୍ଷଣି ଆଖି ଦିଟା ଢିମା ଢିମା କରିଦେଲେ ସେନାପତି ମହାରାଜ। ତାପରେ ସେ ରାଜା ଆଗେଇ ଗଲେ ଗୁପ୍ତଚର ଦିଜଣଙ୍କ ଆଡ଼କୁ। ମହାରାଜ କହିଲେ, କୁହ ଘୃତଘ୍ନ ସିଂ, ଏହି ନିଆଁ ପିଣ୍ଡୁଳାଟା କେଉଁଠୁ ଆସିଲା? ଘୃତଘ୍ନ ସିଂ କହିଲେ, ଠିକ୍ କଥା ମଣିମା, ନିଆଁ ପିଣ୍ଡୁଳାଟା କେଉଁଠୁ ଆସିଲା? ମଣିମା, ମୋର ମନେ ପଡ଼ିବନି ସେ ନିଆଁ ପିଣ୍ଡୁଳାଟା କଥା। ମନେ ପକେଇଲା ବେଳକୁ ସବୁ ବିସ୍ମରଣ ହୋଇଯାଇଛି। ମହାରାଜ କହିଲେ, ଘୃତଘ୍ନ ସିଂ, ତୁମକୁ ମୁଁ ମୋଟେ କ୍ଷମା ଦେବିନି। ଆଚ୍ଛା ବେଇମାନ ସିଂ, ତମର ମନେ ପଡ଼ୁଛି ନା ନାହିଁ? ଘୃତଘ୍ନ ସିଂ କହିଲେ, ମହାରାଜ, ମୋର ବି କାହିଁ କିଛି ମନେ ପଡ଼ୁନି। ମହାରାଜ କହିଲେ, ବିଶ୍ୱାସଘାତକ ଦଳ, କାହାକୁ ମୁଁ ଛାଡ଼ିବିନି। ଘୃତଘ୍ନ ସିଂ କହିଲେ, ମହାରାଜ, ଆମେ ବିଶ୍ୱାସଘାତକ ନୁହଁ। ଆପଣ ଆମ୍ଭମାନଙ୍କୁ ବିଶ୍ୱାସଘାତକ କରିଦେଇଛନ୍ତି, ମଣିଷରୁ ଅମଣିଷ କରିଦେଇଛନ୍ତି। ଆମ ହୃଦୟରୁ ସ୍ନେହ, ମମତା, ପ୍ରୀତି କାଢ଼ି ନେଇ ସେଥିରେ ଭରି ଦେଇଛନ୍ତି ହିଂସା, ଅହମିକା, ନିଷ୍ଠୁରତା, ଯାହାଦ୍ୱାରା କି ଆମ୍ଭେମାନେ ଗୋଟାଏ ଗୋଟାଏ ରାକ୍ଷସ ହୋଇଯାଇଛୁ। ମହାରାଜ କହିଲେ, ଘୃତଘ୍ନ ସିଂ, ବେଇମାନ ସିଂ। ଖଚ୍ ଖଚ୍ କଟିଗଲା ଦିଟା ମୁଣ୍ଡ। ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା ସେନାପତି ମହାରାଜାଙ୍କ ପୋଷାକ। ମୁହଁରେ ପଡ଼ିଲା 10-12 ଟୋପା ରକ୍ତ। ଯେମିତିକି ଜଣା ପଡ଼ିବନି ଏବେ ପୋଡ଼ା ଦାଗ କୋଉଟା
ଆଉ ରକ୍ତ ଦାଗ କଉଟା। ଚିନ୍ତିତ ହେଇ ଉଠିଲେ ସେନାପତି ମହାରାଜ। କ'ଣ କରିବେ ସେ? ନିଆଁ ପିଣ୍ଡୁଳା ମଧ୍ୟରେ ସେ ଶର୍ମିଷ୍ଠାର ମୁହଁ ଦେଖିବାକୁ ପାଇଛନ୍ତି। ତା ମାନେ କେଉଁ ତାନ୍ତ୍ରିକ ଶର୍ମିଷ୍ଠାକୁ ତନ୍ତ୍ର ବଳରେ ଅପହରଣ କରି ନେଇଛି। ତାକୁ ଦୁର୍ବଳ କରିବା ପାଇଁ ଏମିତି ଭେଳିକି ଲଗାଇଛି। ମହାମନ୍ତ୍ରୀ କହିଲେ, ଆଦେଶ କରନ୍ତୁ ମଣିମା। ମହାରାଜ କହିଲେ, ଆପଣ ନିଆଁ ପିଣ୍ଡୁଳା ମଧ୍ୟରେ ରାଜକୁମାରୀ ଶର୍ମିଷ୍ଠାକୁ ଦେଖିଛନ୍ତି? ମହାମନ୍ତ୍ରୀ କହିଲେ, ଦେଖିଛି ମଣିମା। ମହାରାଜ କହିଲେ, ଆପଣଙ୍କ ମତାମତ? ମହାମନ୍ତ୍ରୀ କହିଲେ, ସାହସୀ ତଥା ବୁଦ୍ଧିମାନ ଗୁପ୍ତଚର 2 ଜଣଙ୍କୁ ପଠାଇ ପ୍ରଥମେ ତଦନ୍ତ କରିବାକୁ ହେବ ଯେ ପ୍ରକୃତ ଘଟଣା କ'ଣ। ଏ ନିଆଁ ପିଣ୍ଡୁଳା କେଉଁଠୁ ଆସୁଛି? ନିଆଁ ପିଣ୍ଡୁଳା ହେବା ପୂର୍ବରୁ ରାଜକୁମାରୀ କେଉଁ ଅବସ୍ଥାରେ ରହୁଛନ୍ତି, ଏ ଖବର ପାଇସାରିଲା ପରେ ଯାଇ ଆମେ ଅନ୍ୟ କଥା ଚିନ୍ତା କରିବା ମଣିମା। ମହାରାଜ କହିଲେ, ମୁଁ ତ ଠିକ୍ ଏଇ ଉତ୍ତର ଚାହୁଁଥିଲି ମହାମନ୍ତ୍ରୀ। ସେନାପତିଙ୍କୁ ଆଦେଶ ଦିଅନ୍ତୁ, ସେ ଶୀଘ୍ର 2 ଜଣ ସାହସୀ ବୁଦ୍ଧିମାନ ବଳଶାଳୀ ଗୁପ୍ତଚରଙ୍କୁ ଏ ଦାୟିତ୍ୱ ଦେବେ। ମହାମନ୍ତ୍ରୀ କହିଲେ, ମହାରାଜାଙ୍କ ଆଦେଶ ଶିରୋଧାର୍ଯ୍ୟ। ରାଜକୁମାରୀ, ତମର ଏପରି ବ୍ୟବହାର ମୋତେ ଅତ୍ୟନ୍ତ କଷ୍ଟ ଦେଉଛି। ତମେ ତ ଜାଣିଛ, ତମକୁ ପତ୍ନୀ ରୂପେ ପାଇବା ପାଇଁ ମୁଁ ଜୀବନ ପଣ କରିଛି। ଖାସ୍ ତମରି ପାଇଁ ମୁଁ ରାଜାଙ୍କୁ ହତ୍ୟା କଲି, ରାଣୀଙ୍କୁ ବି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଲି, ଆଉ ରାଜକୁମାର ପୁଷ୍ପକଙ୍କୁ ମଧ୍ୟ ମାହାରା ଘାଇରେ ଫିଙ୍ଗିଦେଲି। ଏସବୁ କେବଳ ତମକୁ ପାଇବା ପାଇଁ। କୁହ, ଆଉ କେଉଁ ନିଷ୍ଠୁର କାମ କଲେ ତମେ ଖୁସି ହେବ? ମୁହଁ ଖୋଲି କରି ନ କହି ଲୁଚକାଳି ଖେଳିବାଟା ନିହାତି ପିଲାଳିଆମି ହେଇଯାଉଛି। ରାଜକୁମାରୀ କହିଲେ, ତମେ ତ ସାମାନ୍ୟ ସେନାପତି, ହେଲେ ମୁଁ ରାଜକୁମାରୀ। ଏ ବିଶ୍ୱର ବଛା ବଛା 10 ଜଣ ସୁନ୍ଦରୀମାନଙ୍କ ମଧ୍ୟରେ ମୁଁ ଜଣେ। ମୋତେ ପାଇବା ପାଇଁ ଗନ୍ଧର୍ବ ଯୁବକମାନେ ଚାହିଁ ବସିଛନ୍ତି। ତମେ ଏମିତି ଏତେ ସହଜରେ ମୋତେ ପାଇଯିବ କେମିତି? ମହାରାଜ କହିଲେ, ମୋତେ ତାହେଲେ କ'ଣ କରିବାକୁ ହେବ ରାଜକୁମାରୀ? ରାଜକୁମାରୀ କହିଲେ, ଆହୁରି ହତ୍ୟା କରିପାରିବ? ରାଜକୁମାର ପୁଷ୍ପକକୁ ହତ୍ୟା କରିପାରିବ? ମହାରାଜ କହିଲେ, ମୁଁ ତ ତାକୁ ହତ୍ୟା କରିଛି। ରାଜକୁମାରୀ କହିଲେ, ନା, ସେ ବଞ୍ଚିଛନ୍ତି। ମହାରାଜ କହିଲେ, କେଉଁଠି? ସେ କେଉଁଠି? ରାଜକୁମାରୀ କହିଲେ, ଯେଉଁଠି ତମେ ତାକୁ ମାରି ଫିଙ୍ଗି ଦେଇଥିଲ। ମହାରାଜ କହିଲେ, ନାଇଁ, ତମେ ମିଛ କହୁଛ। ରାଜକୁମାରୀ କହିଲେ, ସେ ମୋତେ ଭଲ ପାଉଛନ୍ତି। ମହାରାଜ କହିଲେ, ମିଛ କଥା। ରାଜକୁମାରୀ କହିଲେ, ମୁଁ ବି ତାଙ୍କ କଥାରେ ଏକମତ ହେଇଗଲି। ତମେ କହୁନା, ରାଜକୁମାର ବହୁତ ସୁନ୍ଦର ନା? ସୁନ୍ଦରୀ ହେଇ ସୁନ୍ଦର ଯୁବକକୁ ବିବାହ ନ କଲେ ସେ ସୁନ୍ଦରତାର ଦାମ କେତେ? ମହାରାଜ କହିଲେ, ରାଜକୁମାରୀ, ତମେ ତ ଆଉ ସେ ମୃତ ପୁଷ୍ପକକୁ ବିବାହ କରିପାରିବନି, ତେଣୁ ତମକୁ ମୁଁ ହିଁ ବିବାହ କରିବି, କେବଳ ମୁଁ। ଦ୍ୱାରପାଳ କହିଲେ, ମଣିମା। ମଣିମା? ମହାରାଜ କହିଲେ, ଯଦି ମୁଁ ତମକୁ ବିବାହ କରି ନ ପାରିବି ତେବେ ରାଜ୍ୟକୁ ଧ୍ୱଂସ କରିଦେବି। ମୁଁ ଅଶାନ୍ତିରେ ଜଳିବା ପୂର୍ବରୁ କାହାରିକୁ ବି ଶାନ୍ତିରେ ବଞ୍ଚିବାକୁ ଦେବିନି। ଦ୍ୱାରପାଳ କହିଲେ, ମଣିମା। ମଣିମା? ମହାମନ୍ତ୍ରୀ କିଛିଟା ମନ୍ତ୍ରଣା ପାଇଁ ଅପେକ୍ଷା କରିଛନ୍ତି ମଣିମା। ମହାରାଜ କହିଲେ, କ'ଣ ହେଲା ଦ୍ୱାରପାଳ? ଦ୍ୱାରପାଳ କହିଲେ, ମଣିମା। ମହାରାଜ କହିଲେ, ଏଠାକୁ ଜଣେ ରାଜକୁମାରୀ ଆସିଥିଲେ କି? ଦ୍ୱାରପାଳ କହିଲେ, ନା ତ ମଣିମା। ହେଲେ ମଣିମା? ମହାରାଜ କହିଲେ, ତମ ଜୀବନର ରଙ୍ଗ ଫିକା ପଡ଼ି ଆସିଲାଣି, ହେଲେ ମୁଁ ଏବେ ବି ରଙ୍ଗୀନ। ଦ୍ୱାରପାଳ କହିଲେ, କ୍ଷମା କରିବେ ମଣିମା, ମୁଁ ତ କାହିଁ କୌଣସି ରାଜକୁମାରୀଙ୍କୁ ଦେଖିନି। ମୁଁ ଭାବୁଛି। ମହାରାଜ କହିଲେ, କ'ଣ ଭାବୁଛ? ଦ୍ୱାରପାଳ କହିଲେ, ମଣିମା ସ୍ୱପ୍ନ ଦେଖୁଛନ୍ତି। ମହାରାଜ କହିଲେ, ହା ହା ହା, ମୁଁ ସ୍ୱପ୍ନ ଦେଖିନି। ଦ୍ୱାରପାଳ କହିଲେ, ମଣିମା, ମହାମନ୍ତ୍ରୀ ମନ୍ତ୍ରଣା କକ୍ଷରେ ମଣିମାଙ୍କୁ ଅପେକ୍ଷା କରିଛନ୍ତି। ମହାରାଜ କହିଲେ, ତାଙ୍କୁ ଏଠାକୁ ଆସିବାକୁ କୁହ। ଦ୍ୱାରପାଳ କହିଲେ, ଯେ ଆଜ୍ଞା ମଣିମା।
ଚିନ୍ତାଗ୍ରସ୍ତ ଅବସ୍ଥାରେ ପ୍ରବେଶ କଲେ ମହାମନ୍ତ୍ରୀ। ମହାରାଜ କହିଲେ, ଆସନ୍ତୁ ମହାମନ୍ତ୍ରୀ, ଆସନ ଗ୍ରହଣ କରନ୍ତୁ। ହଠାତ୍ ଏ ଅସମୟରେ? ମହାମନ୍ତ୍ରୀ କହିଲେ, ଯେତେବେଳେ ଆମେ ଗୋଟାଏ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛେ ସେତେବେଳେ ଅସମୟର ପ୍ରଶ୍ନ ଉଠେ ନା ମହାରାଜ? ମହାରାଜ କହିଲେ, ଅବଶ୍ୟ ଠିକ୍। ତେବେ କୁହନ୍ତୁ ମହାମନ୍ତ୍ରୀ। ମଣିମା, ଗୋଇନ୍ଦା ବିଭାଗରେ ନୂଆ ଭାବେ ଯୋଗ ଦେଇଥିବା 2 ଜଣ ଆଦିବାସୀ ଯୁବକ ଖୁବ୍ ସାହସୀ, ବୀର, ଜ୍ଞାନୀ ତଥା ଚତୁର। ସେ 2 ଜଣଙ୍କୁ ରାଜକୁମାରୀ ଶର୍ମିଷ୍ଠାଙ୍କ ବିଷୟରେ ଅନୁସନ୍ଧାନ କରିବାର ଦାୟିତ୍ୱ ଦେଲେ ଖୁବ୍ ଭଲ ହୁଅନ୍ତା। ମହାମନ୍ତ୍ରୀ କହିଲେ, ମଣିମା, ଏ ତ ସ୍ୱୟଂ ମହାରାଜାଙ୍କ ନିୟମ। ଉଚ୍ଚ ଜାତି ମୋଟ ଚାକିରି ଥିବା ଆସନର 67% ଆସନ ପାଇବା ପାଇଁ ହକଦାର। ମହାରାଜ କହିଲେ, ଠିକ୍, କିନ୍ତୁ ମହାମନ୍ତ୍ରୀ, ଏମାନେ ଯଦି ନିଜ ଦାୟିତ୍ୱ ଠିକ୍ ରୂପେ ସମ୍ପନ୍ନ କରି ନ ପାରିବେ? ମହାମନ୍ତ୍ରୀ କହିଲେ, ତେବେ ସେମାନଙ୍କୁ ପଦୋନ୍ନତି ଦିଆଯିବ। ମହାରାଜ କହିଲେ, ଅର୍ଥାତ୍? ମହାମନ୍ତ୍ରୀ କହିଲେ, ଉପର ପାହ୍ୟାକୁ ଗଲେ କମ୍ କାମ କରିବାକୁ ପଡ଼େ, ଖାଲି ତ ମୋହର ମାରିଦେଲେ କାମ ଫତେ। ମହାରାଜ କହିଲେ, ଆଚ୍ଛା ମହାମନ୍ତ୍ରୀ, ଆପଣ କେଇ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି? ମହାମନ୍ତ୍ରୀ କହିଲେ, ଏ ବି ଆପଣଙ୍କ ନିୟମ ମଣିମା। ଏମାନଙ୍କ ସଂଖ୍ୟା 30%। ମହାରାଜ କହିଲେ, ଏମାନେ ତାହେଲେ କ'ଣ କରିବେ? ମହାମନ୍ତ୍ରୀ କହିଲେ, ଯାହା ପୁରୁଷମାନେ କରୁଛନ୍ତି ଏମାନେ ବି ଆଉ କମ୍ରେ ନାହାନ୍ତି ମଣିମା। କିନ୍ତୁ ମଣିମା, ଗୋଟାଏ କଥା, ଯେଉଁ ମହିଳାମାନେ ଚାକିରିରେ ନିଯୁକ୍ତି ପାଇଲେ ତାଙ୍କ ସ୍ୱାମୀ ମଲେ। ମହାରାଜ କହିଲେ, ଅର୍ଥାତ୍? ମହାମନ୍ତ୍ରୀ କହିଲେ, ଏମାନେ ରାଜଦରବାରରୁ ଫେରିଲା ବେଳକୁ ସ୍ୱାମୀମାନେ ରୋଷେଇ କରିସାରିଥିବେ, ପିଲା ଛୁଆଙ୍କ ଯତ୍ନ ନେଉଥିବେ। ଯାହା ଖାଲି। ମହାରାଜ କହିଲେ, ମାନେ? ମହାମନ୍ତ୍ରୀ କହିଲେ, କଅଁଳା ଛୁଆଙ୍କୁ ସ୍ତନ୍ୟପାନ କରେଇ ପାରି ନଥିବେ। ଯେମିତି ସ୍ତ୍ରୀମାନେ ଘରେ ପହଞ୍ଚିବେ, ସ୍ୱାମୀମାନେ ଖାଇବାକୁ ବାଢ଼ିଦେବେ। ଯଦି ଦେହ ଖସମସ୍ ଲାଗୁଥିବ ତେବେ ପଦସେବା କରି ବଡ଼ ପାଟିରେ କ୍ଷମା କହିବାକୁ ଜମା ଭୁଲିଯିବେନି। ଏମିତି ଅନ୍ୟାନ୍ୟ ଅନେକ। ମହାରାଜ ହା ହା ହା। ମହାମନ୍ତ୍ରୀ କହିଲେ, ଆପଣଙ୍କୁ କେତେଜଣ ସ୍ୱାମୀ ଗାଳି କରିପାରନ୍ତି ମଣିମା, ହେଲେ ରାଜ୍ୟର ସମସ୍ତ ସ୍ତ୍ରୀମାନେ ଆପଣଙ୍କ ଭୁରି ଭୁରି ପ୍ରଶଂସା କରିବେ। ମହାନୁଭବ ମଣିମା। ନହେଲେ ଅବହେଳିତ ନାରୀ ସମାଜ କିପରି ସଭିଙ୍କ ଆଗରେ ଠିଆ ହୋଇଥାନ୍ତା? ଆପଣ ନାରୀ ଜାତିର ମଙ୍ଗଳଦାୟକ ଶୁଭଚିନ୍ତକ। ମହାରାଜ କହିଲେ, ପ୍ରୀତ ହେଲି ମହାମନ୍ତ୍ରୀ, ଖୁବ୍ ପ୍ରୀତ ହେଲି। ଆସନ୍ତା ମାସଠାରୁ ମୁଁ ଆପଣଙ୍କ ବେତନ 2 ଗୁଣ କରିଦେଲି। ମହାମନ୍ତ୍ରୀ କହିଲେ, ମଣିମା, ଆପଣ ମହାନୁଭବ। ଏଥର ବହିକୁ ଆସନ୍ତୁ ମଣିମା। ମହାରାଜ କହିଲେ, କୁହନ୍ତୁ ମହାମନ୍ତ୍ରୀ। ମହାମନ୍ତ୍ରୀ କହିଲେ, ଆଦିବାସୀ ଯୁବକ 2 ଜଣ କିଛି ଦିନ ତନ୍ତ୍ର ସାଧନା କରିଛନ୍ତି। ମହାରାଜ କହିଲେ, ସାବାସ୍, ତାହେଲେ ସେଇମାନେ ହିଁ ଠିକ୍ ସନ୍ଧାନ ନେବେ ରାଜକୁମାରୀ ଶର୍ମିଷ୍ଠା କୋଉଠି। ମହାମନ୍ତ୍ରୀ କହିଲେ, ଆପଣଙ୍କ ଅନୁମାନ ସମ୍ପୂର୍ଣ୍ଣ ସତ୍ୟ ମହାରାଜ। ତେବେ ଆଜିଠାରୁ ସେମାନେ ମାହାରା ଘାଇ ଉପରେ ନିଘା ରଖନ୍ତୁ। ମହାରାଜ କହିଲେ, ଆଦେଶ ଦେଲି। ବୀର ସାହସୀ ଆଦିବାସୀ ଯୁବକ 2 ଜଣ ବାହାରି ପଡ଼ିଲେ ମାହାରା ଘାଇ ଆଡ଼କୁ। ହାତରେ ତାଙ୍କର ଚିକଚିକିଆ ତଲୁଆର। ଝାପ୍ସା ଆଲୁଅ ପଡ଼ିଥାଏ ଶିମୁଳି ଗଛ ମୂଳେ। ମତ୍ସ୍ୟ ସୁନ୍ଦରୀ ଚାହିଁଥିଲା ଚମ୍ପା ଫୁଲକୁ। ଗୋଟିଏ ବୃନ୍ତ, ସେ ବୃନ୍ତରେ 3ଟି ଫୁଲ, ଗୋଟିଏ କଢ଼, ଗୋଟିଏ ଦରଫୁଟା ଆଉ ଗୋଟିଏ ସମ୍ପୂର୍ଣ୍ଣ ଫୁଟିଥିବା ଫୁଲ। ନଈକୂଳିଆ ଧୀର ପବନରେ ମଥା ହଲାଉଥିଲା ଫୁଲଟି। ମତ୍ସ୍ୟ ସୁନ୍ଦରୀ ନିକଟରୁ ଆହୁରି ନିକଟତର ହେଲା ଚମ୍ପା ଗଛ। 2 ପାପୁଲିରେ ଆଞ୍ଜୁଳେଇ ଆଣିଲା ଫୁଲଟିକୁ। ସ୍ନେହରୁ ଚୁମାଟିଏ ଥାପିଦେଲା। ସେ ମତ୍ସ୍ୟ ସୁନ୍ଦରୀ ଆଖିରୁ 2 ଟୋପା ଲୁହ ନିଗିଡ଼ି ପଡ଼ିଲା ଫୁଲ ପାଖୁଡ଼ାରେ। ବେଶ୍, ତାପରେ ନିଜକୁ ଆଶ୍ରୟ ଦେଲା ଚମ୍ପା ଗଛ ମୂଳରେ। ମନରେ ସାଇତା ଥିବା ସବୁତକ ସ୍ମୃତି
ଜିଇଁ ଉଠିଲା। ନିଜକୁ ଆଉ ନିଜ ଆୟତରେ ରଖି ପାରିଲାନି ମତ୍ସ୍ୟ ସୁନ୍ଦରୀ। ଖାଲି ପିଲାଙ୍କ ଭଳି କାନ୍ଦି ଉଠିଲା। ପ୍ରଥମ ଆଦିବାସୀ ଯୁବକ କହିଲା, ହେଇ ଦେଖ କିଏ କାନ୍ଦୁଛି। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, କିଏ କାନ୍ଦିଲା ନ କାନ୍ଦିଲା ସେଥିରେ ଆମର ଯାଏ ଆସେ କେତେ? ଆମେ ଆସିଛେ ରାଜକୁମାରୀ ଶର୍ମିଷ୍ଠାଙ୍କର ସନ୍ଧାନ ନେବା ପାଇଁ। ପ୍ରଥମ ଆଦିବାସୀ ଯୁବକ କହିଲା, ଯଦି ଏ କାନ୍ଦଣା ରାଜକୁମାରୀ ଶର୍ମିଷ୍ଠାଙ୍କର ହୋଇଥାଏ? ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ଅସମ୍ଭବ। ରାଜକୁମାରୀ ଆଉ ନିଜ ଦେହରେ ନାହାନ୍ତି। ସେ ବର୍ତ୍ତମାନ ଅଶରୀର। ଆଉ ଜଣେ ଅଶରୀରୀ ଅନେକ ରୂପ ନେଇ କାନ୍ଦିପାରେ। ପ୍ରଥମ ଆଦିବାସୀ ଯୁବକ କହିଲା, ବାସ୍, ଯଦି ରାଜକୁମାରୀ କାନ୍ଦୁଥିବେ ତେବେ ତାଙ୍କୁ ଖୋଜିବା କ'ଣ? ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ଖାସ୍ ଏଇଥିପାଇଁ ତ ଆମେ ନିଯୁକ୍ତି ପାଇଛେ। ନିଯୁକ୍ତି ପାଇଁ ମହାମନ୍ତ୍ରୀ ଆମଠାରୁ 200 ସ୍ୱର୍ଣ୍ଣ ମୁଦ୍ରା ଉତ୍କୋଚ ନେଇଛନ୍ତି। ଆଉ ପୁଣି ଆମ ଚାକିରି ସ୍ଥାୟୀ ହେବା ପାଇଁ ସେ ମହାରାଜାଙ୍କୁ ସୁପାରିଶ ବି କରିଛନ୍ତି ଯେ ଆମେ ତନ୍ତ୍ର ସାଧନା କରିଛେ। ଏସବୁ ତ ସେଇ 200 ସ୍ୱର୍ଣ୍ଣ ମୁଦ୍ରାର ହିଁ କରାମତି। ମହାମନ୍ତ୍ରୀ ଗୋଟାଏ ଆକାଶିଆ ଲାଞ୍ଚୁଆ। ଆମେ ମାସକୁ ମାସ ବେତନ ପାଇଲେ କାମ ଫତେ। ତେଣିକି ସେ ରାଜକୁମାରୀ ମିଳନ୍ତୁ କି ନ ମିଳନ୍ତୁ। ପ୍ରଥମ ଆଦିବାସୀ ଯୁବକ କହିଲା, ହେଇ ଦେଖ ସେ ଚମ୍ପା ଗଛ ମୂଳରେ କିଏ ଗୋଟିଏ ଶୋଇଛି। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ଆରେ ହଁ ତ, ଚାଲ। ପ୍ରଥମ ଆଦିବାସୀ ଯୁବକ କହିଲା, କିଏ ତମେ? ଆରେ ଏ ତ ଝିଅଟାଏ। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, କିଏ ତମେ? ଏଠି କାହିଁକି ଶୋଇଛ? ପ୍ରଥମ ଆଦିବାସୀ ଯୁବକ କହିଲା, ତମେ କ'ଣ ଘରୁ ରାଗି କରି ଆସିଛ? ଆଉ ନିଜକୁ ବଞ୍ଚେଇବା ପାଇଁ ଏଠି ଆଶ୍ରୟ ନେଇଛ? ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ଦେଖ ଆମେ ରାଜାଙ୍କ ଲୋକ। ଭୟ କରିବାର କିଛି ବି କାରଣ ନାହିଁ। ଆମେ ଆଦିବାସୀ ଲୋକ। ମାଆକୁ ମାଆର ସମ୍ମାନ, ଭଉଣୀକୁ ଭଉଣୀର ସମ୍ମାନ ଦେଇ ଜାଣୁ। ଆମେ ସୋମରସ ପାନ କରୁ। ମାତ୍ର ଆମେ ଏତେ କଥା କହିସାରିଲୁଣି, ଅଥଚ ତମେ ପଦେ ଉତ୍ତର ବି ଦେଉନ। କ'ଣ ତମେ ଆମକୁ ଲାଜ କରୁଛ? ପ୍ରଥମ ଆଦିବାସୀ ଯୁବକ କହିଲା, ଦେଖ ଗପଟା ଜମେ ଯଦି ପ୍ରଶ୍ନର ଉତ୍ତର ଠିକ୍ ମିଳେ। ଆମେ ଏତେ କଥା କହିଲୁ, ତମେ ଶୁଣିଲ। ଏଥର ତମେ କୁହ, ଆମେ ଶୁଣିବୁ। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ତମେ କିଛି କହିବନି ତ? ପ୍ରଥମ ଆଦିବାସୀ ଯୁବକ କହିଲା, ତାହେଲେ ଆମେ ଜାଣିଲୁ ତମେ ଜଣେ ମୂକ ଝିଅ। ତଥାପି ବି ଆମେ ତମକୁ ଭଲ ପାଉ। ତମ ମୁହଁରୁ କଥା ପଦେ ନହେଲେ ନାହିଁ। ହସ ଟିକିଏ ଦେଖିପାରିବୁ ତ? ଚମ୍ପା ଗଛ ମୂଳେ ନାଗସାପଟା ଫଣା ଟେକିଲା। ଚମ୍ପା ଗଛ ଆସ୍ତେ ଆସ୍ତେ ଛୋଟ ହୋଇଗଲା ଏବଂ ଶେଷରେ ମାଟି ତଳକୁ ଚାଲିଗଲା। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ଦେଖ ସାଙ୍ଗ, ଚମ୍ପା ଗଛ ସହ ନାଗଟା ତଳକୁ ଚାଲିଗଲା। ପ୍ରଥମ ଆଦିବାସୀ ଯୁବକ କହିଲା, ଆଉ ସେ ଝିଅଟା? ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ସେ ତ ନାହିଁ, ଆଉ ଗଲା କୁଆଡ଼େ? ପ୍ରଥମ ଆଦିବାସୀ ଯୁବକ କହିଲା, ଗୋଟାଏ କାମ କରିବା। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, କ'ଣ? ପ୍ରଥମ ଆଦିବାସୀ ଯୁବକ କହିଲା, ମାଟି ତଳୁ ଚମ୍ପା ଗଛଟା ବାହାର କରିବା। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ତେବେ ମାଟି ଖୋଳା ଆରମ୍ଭ ହଉ। ପ୍ରଥମ ଆଦିବାସୀ ଯୁବକ କହିଲା, ହଉ ହଉ। ରାତି ପାହି ସକାଳ ହେଲା। ସେ 2 ଜଣ ସେମିତି ମାଟି ଖୋଳୁଥାନ୍ତି, ତଥାପି ଚମ୍ପା ଗଛକୁ ପାଇପାରୁନାହାନ୍ତି। ଦେଖିଲଣି ଗୋଟାଏ କଥା, ଏ 2ଟା ବୋଧେ ନିଶା ଖାଇଛନ୍ତି। ରାତି ସାରା ମାଟି ଖୋଳୁଛନ୍ତି, ଅଥଚ ଏପର୍ଯ୍ୟନ୍ତ ଝୁଡ଼ିଏ ମାଟି ବି ଖୋଳି ପାରିନାହାନ୍ତି। ଏସବୁ ଦେଖି ଖାଲି ରହି ରହି ହସୁଥିଲା ମନମୋହିନୀ। ଦମ୍ ନ ନେଇ ମାଟି ଖୋଳି ଚାଲିଥିଲେ ଆଦିବାସୀ ଯୁବକ 2 ଜଣ। ମାତ୍ର କ'ଣ ହବ? ଯେତେ ମାଟି ଖୋଳିଲେ ଏପର୍ଯ୍ୟନ୍ତ ତ ଝୁଡ଼ିଏ ମାଟି ବି ଖୋଳି ପାରିନାହାନ୍ତି। ଦ୍ୱିତୀୟ ଆଦିବାସୀ ଯୁବକ କହିଲା, ତମେ ଠିକ୍ କହିଛ ବନ୍ଧୁ। ଜଣେ ତଲୁଆର ଉଚାଇଲା,
କିନ୍ତୁ ଏ କ'ଣ ହେଲା? ତା ପାଦ ତଳର ମାଟି ତଳକୁ ଖସିଗଲା ଆଉ ନିମିଷକ ମଧ୍ୟରେ ସେ ବି ମାଟି ତଳେ ଲୁଚିଗଲା। ତାର ସାଥୀ ଜଣକ ଦେଖୁଥାଏ ଆଉ ଏବେ ତାର କ'ଣ ହବ? ସେ ସମ୍ପର୍କରେ ଗୋଟାଏ ଭୟାବହ ସ୍ୱପ୍ନ ଦେଖୁଥାଏ। ଗର୍ତ୍ତ ମଧ୍ୟରୁ ବାହାରି ଆସିଲା ଗୋଟାଏ କଳାନାଗ। ଇରେ ବାବା, କେତେ ବଡ଼ ପାଟି ତାର, କେତେ ବଡ଼ ଲହଲହକା ଦିଫାଳିଆ ଜିଭ। ନାଗଟା କ'ଣ ଗୋଟାଏ ଗିଳିଦେଲା ଭଳି ମନେ ହେଲା। ତା ମୁହଁରୁ ପିଚକି ଆସିଲା ତାଜା ରକ୍ତ ମେଞ୍ଚାଏ। ତାପରେ ତା ସାଥିରେ ତଲୁଆରଟା। ଇଲୋ ବାପାଲୋ କହି ଦୌଡ଼ିଲା ଶୃଗାଳ ମହାରାଜାଙ୍କ ଗୁଇନ୍ଦା ବିଭାଗରେ ଲଢ଼ୁଆ ସାହସୀ ଆଦିବାସୀ ଯୁବକ। କିଛି ବାଟ ଗଲା ପରେ ସେ ପଛକୁ ଚାହିଁଲା। ପଛରେ ପାଟି ମେଲେଇ ଧାଉଁଥିଲା କଳାନାଗ। ସେ ଏବେ କ'ଣ କରିବ? ନା, ସେ ଆହୁରି ଜୋରେ ଦୌଡ଼ିବ। ସାପ ତ ବଙ୍କେଇ ବଙ୍କେଇ ଦୌଡ଼ି ପାରେ ନା। ନାଗଠାରୁ ଆଦିବାସୀ ଯୁବକର ଦୂରତା ବଢ଼ିଗଲା। ନା, ମୋତେ ମହାରାଜାଙ୍କ ପାଖକୁ ଯିବାକୁ ହବ। ଏହା ଭାବି ସେ ଆଦିବାସୀ ଯୁବକଟି ପୂର୍ବାପେକ୍ଷା ଅଧିକ ଗତିରେ ଦୌଡ଼ିବାକୁ ଲାଗିଲା। ସେ ଶୁଣିଥିଲା ଆଗରୁ ଫେରି ଆସିଥିବା ଗୁପ୍ତଚର 2 ଜଣଙ୍କର ମୁଣ୍ଡକାଟ ହେଇଥିଲା। ମହାରାଜ ବି ତାର ଏପରି ଅସହାୟ ଅବସ୍ଥା ଦେଖିଲେ ନିଶ୍ଚୟ ମୁଣ୍ଡକାଟ ହବ। ନା, ସେ କାହିଁକି ମରିବ? ବରଂ ସବୁଠୁ ଭଲ କେଉଁଠି ଆତ୍ମଗୋପନ କରିବ। ନାଗ ତାର କାୟାକୁ ଆହୁରି ବଢ଼ାଇ ଦେଲା। ତାର ବିରାଟ ମୁହଁରେ ରାଜ୍ୟଟା ଆଉ ପଶିଯିବ କି? ଫୁତ୍କାର କଲା କଳାନାଗ। ବିଷର ଝରଣାଟାଏ ବହି ଆସିଲା ତା ମୁହଁରୁ। ଅଙ୍କା ବଙ୍କା ହେଇ ବହିଗଲା ତା ମନ ଇଚ୍ଛା। ଜଳି ଜଳି ଯାଉଥାଏ ତା ସଂସ୍ପର୍ଶରେ ଆସୁଥିବା ଗଛଲତା ଗୁଡ଼ିକ ଖାଲି ହୁ ହୁ ହେଇ ଜଳିଲା। ଟାଙ୍ଗରା ଭୂଇଁ। ମହାମନ୍ତ୍ରୀ କହିଲେ, ମହାରାଜ, ମହାରାଜ, ସର୍ବନାଶ ହୋଇଗଲା ମହାରାଜ। ମହାରାଜ କହିଲେ, କ'ଣ ହେଲା ମହାମନ୍ତ୍ରୀ? ମହାମନ୍ତ୍ରୀ କହିଲେ, କେଉଁଠୁ ଗୋଟାଏ ବିରାଟକାୟ ନାଗ ମାଡ଼ି ଆସୁଛି। ଫୁତ୍କାରିବା ସଙ୍ଗେ ସଙ୍ଗେ ତା ମୁହଁରୁ ଧାର ଧାର ହେଇ ଉତ୍କଟ ବିଷ ଝରି ଟାଙ୍ଗରା ଭୂଇଁକୁ ଜାଳି ପୋଡ଼ି ପାଉଁଶ କରି ସାରିଲାଣି। ଏବେ ଆଉ ଉପାୟ କ'ଣ ମହାରାଜ? ମହାରାଜ କହିଲେ, ସେନାପତିଙ୍କୁ ଆଦେଶ ଦିଅନ୍ତୁ ମହାମନ୍ତ୍ରୀ। ସମସ୍ତ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ବ୍ୟୁହ ରଚନା କରନ୍ତୁ। ଯେମିତି ହଉ ସେ ନାଗଟାକୁ ଆମକୁ ହତ୍ୟା କରିବାକୁ ହିଁ ହବ। ମହାମନ୍ତ୍ରୀ କହିଲେ, ମହାରାଜ ଶୁଣନ୍ତୁ, ପ୍ରଜାମାନେ କିପରି ପ୍ରାଣ ଭୟରେ ଚିତ୍କାର କରୁଛନ୍ତି। ମହାରାଜ କହିଲେ, ଗୋଲିମାର ପ୍ରଜାମାନଙ୍କୁ କିପରି ଆମ୍ଭେମାନେ ସୁରକ୍ଷିତ ରହିବା ସେ ବିଷୟରେ ଆଗେ ଚିନ୍ତା କରନ୍ତୁ। ମହାମନ୍ତ୍ରୀ କହିଲେ, ମଣିମା। ମହାରାଜ କହିଲେ, ରାଜା ଥିଲେ ପ୍ରଜା ଆସିବେ, ମାତ୍ର ପ୍ରଜା ଥିଲେ ରାଜା ନ ଆସିପାରନ୍ତି। ଯାଆନ୍ତୁ। ରାଜାଦେଶ ପାଇ ମହାମନ୍ତ୍ରୀ ତଡ଼ିତ୍ ବେଗରେ ପ୍ରସ୍ଥାନ କଲେ। ଆଉ ଏଣେ ଦୀର୍ଘଶ୍ୱାସ ନେଲେ ଶୃଗାଳ ମହାରାଜ। ମନରେ ତାଙ୍କର ଅନେକ ଦୁର୍ଭାବନା। ଏ ନାଗଟା କେଉଁଠୁ ଆସିଲା? ଆଉ ସେ ମାହାରା କୂଳ ଘାଇରୁ ନୁହେଁ ତ? ତେବେ ସେ ଆଦିବାସୀ 2ଟା କୁଆଡ଼େ ଗଲେ? ସେମାନଙ୍କୁ କ'ଣ ନାଗ ଖାଇଗଲା? ହଠାତ୍ ସୁ ସୁ ପବନ ବହିଲା। ସେଇଥିରେ ସେ ଉଆସର ଅର୍ଦ୍ଧେକ ଅଟ୍ଟାଳିକା ଭୁସ୍ ଭାସ୍ ଶବ୍ଦ କରି ତଳେ ଶୋଇଗଲା। ଏସବୁ ଦେଖି ହଠାତ୍ ଚମକି ଉଠିଲେ ଶୃଗାଳ ମହାରାଜ। ତେବେ ଖିଲି ଖିଲି ହସରେ ପାଗଳ ପ୍ରାୟ ହୋଇଗଲେ ମହାରାଜ। କିଏ 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 ତମେ? ମୁଁ ପଚାରୁଛି ପରା, କିଏ ତମେ? ଶର୍ମିଷ୍ଠା କହିଲା, ମୁଁ କିଏ ଜାଣିପାରୁନାହାନ୍ତି ମହାରାଜ? ମହାରାଜ କହିଲେ, ଶର୍ମିଷ୍ଠା, ତମେ ତମେ ପୁଣି ଏ ନାଗୁଣୀ ରୂପରେ? ମୁଁ ବୁଝିପାରୁନି ରାଜକୁମାରୀ, ତମେ ନାଗୁଣୀ ରୂପରେ? ଶର୍ମିଷ୍ଠା କହିଲେ, ସବୁ କଥା ସମସ୍ତେ ବୁଝିପାରନ୍ତିନି ମହାରାଜ। ସଂସାରର ସବୁ କଥା ବୁଝି ହୁଏ। ବୁଝିବା ପାଇଁ ସେମିତି ମସ୍ତିଷ୍କ ଦରକାର। ତମ ଭଳି ବେଇମାନ ମୂର୍ଖ। ମହାରାଜ କହିଲେ, ଚୁପ୍ କର ରାଜକୁମାରୀ। ମୂର୍ଖ ବେଇମାନ କହି ମୋ ପୌରୁଷତ୍ୱକୁ ଅପମାନିତ କରନା। ମୁଁ ଖାଲି ତମକୁ ଭଲ ପାଏ। ନହେଲେ ରାଜକୁମାରୀ କହିଲେ, ହତ୍ୟା କରିଥାନ୍ତ। ଏଇଆ ନା? ତାହେଲେ ମୋତେ ଏବେ ହତ୍ୟା କର।
ମୁଁ ତ ତମ ପାଖରେ। ହେଇ ଦେଖ ମୁଁ କେମିତି ହସୁଛି, ହି ହି ହି। ଦରଜା ସାମ୍ନାରେ କଳା ନାଗ। ସେନାପତି ମହାରାଜ ଟିକେ ଆଶଙ୍କାରେ ଚାହିଁଲେ। ସେ କ'ଣ ଦେଖୁଛନ୍ତି? ଅପରୂପା ଅନିନ୍ଦ୍ୟା ଶର୍ମିଷ୍ଠା ତାଙ୍କୁ ହାତଠାରି ଡାକୁଛି। ରାଜକୁମାରୀ କହିଲେ, ଆସ ପ୍ରିୟ, ମୋ ପାଖକୁ ଆସ। ମହାରାଜ କହିଲେ, ଚୁପ୍ କର ନା ଗୁଣୀ, ତୋରି ପାଇଁ। ରାଜକୁମାରୀ କହିଲେ, ଅନେକ କିଛି ଦୁଃସାହସିକ ପାପ କାମ କରିସାରିଛ। ଆରେ ପାପୀ, ଏ ସଂସାରରେ କ'ଣ ସୁନ୍ଦରୀମାନଙ୍କ ଅଭାବ ଅଛି? ମୁଁ ରାଜକୁମାର ପୁଷ୍ପକଙ୍କର ହୋଇସାରିଛି। ସୀମନ୍ତରେ ଜଣଙ୍କର ସିନ୍ଦୁର ନାଇ ଅନ୍ୟ ଜଣଙ୍କୁ ପ୍ରେମ କଲେ ମୁଁ ନିଜକୁ ନିଜେ ବିଟପି ବୋଲି କହିବି। ମନ ତ ଜଣକୁ ଦିଆହୁଏ, ମାତ୍ର ଅନେକଙ୍କୁ ନୁହଁ। ଯେଉଁମାନେ ଅନେକଙ୍କୁ ମନ ଦିଅନ୍ତି ସେମାନେ କୁଳଟା, ବେଶ୍ୟା। ସେମାନଙ୍କ ପାଇଁ ପୂର୍ବପୁରୁଷମାନେ ପିଣ୍ଡ ଗ୍ରହଣ କରନ୍ତି ନାହିଁ। ବୁନିୟାଦି କଳଙ୍କିତ ହୁଏ, ପିତୃପୁରୁଷ ନର୍କରେ ପଡ଼ନ୍ତି। ମହାରାଜ କହିଲେ, ହେଲେ ଶର୍ମିଷ୍ଠା, ମୁଁ ତ ତମକୁ ଏତେ ଭଲ ପାଏ ଯେ ଭୁଲିବା ଆଦୌ ସମ୍ଭବ ନୁହଁ। କେମିତି ମୋ ଛାତି ସହିବ? ତମ ସୀମନ୍ତରେ ପୁଷ୍ପକର ସିନ୍ଦୁର ଦେଖି କେମିତି ମୁଁ ମୋ ମନକୁ ବୁଝେଇବି? ତମ ହାତରେ ପୁଷ୍ପକ ପିନ୍ଧେଇ ଦେଇଥିବା ଚୁଡ଼ି ରୁମଝୁମ୍ ହେଇ ବାଜିଲେ କେମିତି ବା ବଞ୍ଚି ହବ? ତମ କୋଳରେ ପୁଷ୍ପକର ସନ୍ତାନ ଗୋଡ଼ ହଲେଇ ଖେଳିଲେ? ନା, ମୋତେ ବିଶ୍ୱାସ କର, ମୁଁ ତମକୁ ନିହାତି ନିଜର, ଅତି ଆପଣାର ମଣେ। ରାଜକୁମାରୀ କହିଲେ, ଯେଉଁମାନେ ମନେ ମନେ ଅନ୍ୟକୁ ନିଜର କରି ଗର୍ବରେ ଫାଟି ଉଠନ୍ତି ସେମାନେ ସମସ୍ତେ ଠିକ୍ ତମରି ଭଳି ସନ୍ତୁଳି ହୁଅନ୍ତି। ଜୀବନର ଗଣିତର ସବୁ ଧାରା ପାସୋରି ପକାନ୍ତି, ବଞ୍ଚନ୍ତି ନିଜ ଶବର ସ୍ୱପ୍ନ ଦେଖି। ମହାରାଜ କହିଲେ, ତେବେ ମୋର ଏତେ ଦିନର ପ୍ରତୀକ୍ଷା? ରାଜକୁମାରୀ କହିଲେ, ଗୋଟିଏ ପାଣିଚିଆ ସ୍ୱପ୍ନ। ମହାରାଜ କହିଲେ, ନା, ମୁଁ ଭୁଲି ଯିବାକୁ ଚେଷ୍ଟା କରିବିନି, ବରଂ ଫର୍ଦ୍ଦ ଫର୍ଦ୍ଦ କରି ଲେଖିବି। ମୁଁ ତମ ପାଇଁ କ'ଣ କରିସାରିଛି, କ'ଣ କରୁଛି, ଆଉ କ'ଣ ସବୁ କରିପାରିବି। ଏତିକିରେ ହଠାତ୍ ଅଦୃଶ୍ୟ ହୋଇଗଲା ସେ ନାଗ। ଆଖି ତରାଟି ଚାହିଁଥିଲେ ସେନାପତି ମହାରାଜ। ମହାରାଜ କହିଲେ, ନା, ମୋତେ ପ୍ରତିଶୋଧ ନେବାକୁ ହିଁ ହେବ। ରାଜକୁମାରୀ ଶର୍ମିଷ୍ଠା, ତମେ କେବେ ବି ପୁଷ୍ପକକୁ ବିବାହ କରିପାରିବନି। କାହିଁକି ନା ରାଜକୁମାରୀ, ତମେ ଜାଣିନ ମୁଁ ପୁଷ୍ପକକୁ ହତ୍ୟା କରିସାରିଛି। ଏବେ ତୁମକୁ ବି ହତ୍ୟା କରିବି। ମହାରାଜ କହିଲେ, ତମ ସୀମନ୍ତରେ କେବେ ବି ଆଉ ସିନ୍ଦୁର ସାଜିବ ନାହିଁ। ତମ ହାତରେ ବି ଆଉ କେବେ ଚୁଡ଼ି ବାଜିବ ନାହିଁ। ତମକୁ ନେଇ ମୁଁ ଯେଉଁ ସ୍ୱପ୍ନ ଗୁଡ଼ା ଦେଖିଥିଲି ସେ ସ୍ୱପ୍ନ ଗୁଡ଼ାକର ରଙ୍ଗ ବଦଳାଇ ମୁଁ ଜୋର କରି ତମ ମନରେ ଭରିଦେବି। ତାପରେ ତମେ ସାରା ଜୀବନ ଖାଲି ହା ହୁତାସନରେ ଛଟପଟ ହେବ। ମୁଁ ଏହାର ପ୍ରତିଶୋଧ ନେବି, ପ୍ରତିଶୋଧ। ରାଜ୍ୟର ପ୍ରତି କୋଣେ ରାଜାଙ୍କ ସିପାହୀ ବୁଲେଇ ବାଲେଇ ଏତେ କଥା ପଚାରୁଛନ୍ତି ଯେ ମନେ ରହୁନି ସେ କଥାଗୁଡ଼ା। ଚଢ଼େଇ ବଡ଼ ବୋଉ ମଥା କୋଡ଼ି କାନ୍ଦୁଥିଲା। ନିଉଛୁଣିଆ ରାଜାର ବଂଶ ବୁଡ଼ଉଛି। ରାଜାଙ୍କୁ କାହିଁକି ତମେ ଗାଳି କରୁଛ ମାଉସୀ? କ'ଣ ହେଇଛି? କ'ଣ ଆଉ କହିବି ରେ ପୁଅ? ଏ ଅମଙ୍ଗଳିଆ ରାଜାଟା ଜୋର କରି ମୋ ପୁଅକୁ ନେଇଗଲା ସିପେଇ କରିବାକୁ। ମତ୍ସ୍ୟ ସୁନ୍ଦରୀ କିଏ ଗୋଟାଏ ନିଆଁ ପିଣ୍ଡୁଳା ହେଇ ମୋ ପୁଅକୁ ଜାଳି ଦେଇଛି। ହେଇଟିରେ ପୁଅ, ଫାନ୍ଦୁଆ ମଲ ପୁଅଟାକୁ ସେ ମାଇକିନିଆଟା ସାପ ହେଇ ଗିଳି ଦେଇଛି। ଏ ବାପା, ମତ୍ସ୍ୟ ସୁନ୍ଦରୀ କଥା ସତ ନା? ଏ ଅଳପଇସା ରାଜା ମୋ ପୁଅକୁ ମାରି ଦେଇଛି। ଆରେ ବାପା, କ'ଣ କିଛି କହୁନୁ କାହିଁକି? ମତ୍ସ୍ୟ ସୁନ୍ଦରୀ କଥା ସତ ମାଉସୀ, ସତ। ତେବେ ସେ ମାଇକିନିଆ ନିଆଁଗୁଳା ହେଇ ମୋ ପୁଅକୁ ଜାଳି ଦେଇଛି। ତା ଠେଇଁ କ'ଣ ମା ମନ ମୋଟେ ନଥିଲା? ସେ କ'ଣ କେବେ ବି ମା ହବନି? କୁମରା, ମୁଁ ଡାକେ କୁମ। ତା ସାଙ୍ଗ ପ୍ରେମାନା ଡାକେ କୁମ।
ତା ନା କୁମରବର ସାହୁ। ଦେଖିବାକୁ ହେଇ ପୁଅ ବଞ୍ଚିଛି। ରାଜାଙ୍କ ଲୋକେ ଖବର ଦେଲେ ତମ ପୁଅକୁ ମତ୍ସ୍ୟ ସୁନ୍ଦରୀ ବନ୍ଦୀ କରି ରଖିଛି। ତୁ କ'ଣ ମୋ ପୁଅକୁ ଏବେ କେବେ ଦେଖିଛୁ? ତୁ ଜାଣିଲୁ କେମିତି ସେ ମୋର ପୁଅ ବୋଲି? ରାଜାର ଲୋକମାନଙ୍କୁ ସେ ମତ୍ସ୍ୟ ସୁନ୍ଦରୀ କେବେ ବି ମାରେନି, ଖାଲି ବନ୍ଦୀ କରି ରଖେ। ଆଉ କିଛି ଦିନ ପରେ ସେ ତୁମ ପୁଅକୁ ଆପେ ଆପେ ଛାଡ଼ିଦେବ। ହେ ଚାଟେଶ୍ୱର, ତମକୁ ରୂପାନାଗଟେ ମନାସୁଛି ପ୍ରଭୁ। ମୋ ପୁଅକୁ ଭଲରେ ଭଲରେ ମୋ କୋଳକୁ ଫେରାଇ ଆଣ। ମାଉସୀ, ତମ ଘରେ ମୁଁ ଆଜି ରାତିଟା କଟେଇ ଦେଇ ପାରିବି କି? ତୁ ତ ମୋ ପୁଅ ଭଳି ପୁଅଟିଏ, ପୁଣି ମୋତେ ମୋ ପୁଅ କଥା ବି ଶୁଣେଇଲୁ। ତୁ ତ ମୋର ନିହାତି ନିଜର। ଆ ବାପା, ପାଖରେ ବସ, ଆଉ ଟିକେ ଦୁଃଖ ସୁଖ ହେବା। ଆଚ୍ଛା, ହେ ବାପା, ତୋ ଘର କୋଉଠି? ଏଇ ରାଜ୍ୟରେ। ତୁ କି ଘରର ପୁଅ? କ୍ଷତ୍ରିୟ ଘରର। ତୋ ନାଁ କ'ଣ କହିଲୁନି? ମୋ ନାଁ ଚମ୍ପକ। ତୁ ବାପ କୁଆଡ଼େ ଯାଇଥିଲୁ ନା କୁଆଡ଼େ ଯାଉଛୁ? ରାଜାଙ୍କୁ ଲୁଚି କରି ବୁଲୁଛି ମା। ହେଲେ କାହିଁକି? ଯେଉଁମାନଙ୍କୁ ରାଜା ଦଣ୍ଡ ଦିଅନ୍ତି ସେମାନଙ୍କୁ ମୁଁ ସାହାଯ୍ୟ କରେ, ସେଇଥିପାଇଁ ରାଜାଙ୍କ ମୋ ଉପରେ ଅହନ୍ତା। ଆଚ୍ଛା ମାଉସୀ, ଏଠାକାର ପ୍ରଜାମାନେ ସମସ୍ତେ ଭଲରେ ଅଛନ୍ତି ତ? କି ଭଲରେ ବାପ, ଖାଲି ଟିକସ ଦେଇ ଦେଇ ସମସ୍ତେ ତ କାଙ୍ଗାଳ ହେଇଗଲେଣି। ତାପରେ ପୁଣି ରାଜାଙ୍କ ପୋଷା ଗୁଣ୍ଡାଙ୍କ ଜୁଲମ। ରୋଗ ବୈରାଗ ହେଲେ ପଥିଟିଏ କିଣିବାକୁ ଅଣ୍ଟାରେ କଉଡ଼ିଟିଏ ବି ନାହିଁ। ରାଜକୁମାର ରାଜା ହେଇଥିଲେ କ'ଣ ଏ ରାଇଜକୁ ଏତେ ବିପତ୍ତି ପଡ଼ିଥାନ୍ତା? ମାତ୍ର ଏ ଅଳପେଇସା ସେନାପତିଟା। ଛାଡ଼ ବାପ, ଦୁଃଖ ବୁଝିବା ଲୋକ ଆଗରେ ଦୁଃଖ କହିଲେ ସିନା ସେ ବୁଝିବ। ଆଉ ଏ ଖଣ୍ଟ ଡକେଇତ ଗୁଡ଼ା କ'ଣ ଦୁଃଖ ବୁଝିବେ? ମହାରାଜ କହିଲେ। କ'ଣ କହିଲ ମହାମନ୍ତ୍ରୀ? ରାଜକୋଷରୁ ସମସ୍ତ ମୁଦ୍ରା ଉଭାନ ହେଇଯାଇଛି, ଭଣ୍ଡାରରୁ ଖାଦ୍ୟଶସ୍ୟ ବି ଚୋରାଇ ନେଇଛି। ରାଜ୍ୟର ସମସ୍ତ ପ୍ରଜାମାନେ ରାଜଉଆସ ଭଳି ଘରେ ରହୁଛନ୍ତି। ଏହା କିପରି ସମ୍ଭବ? ମହାମନ୍ତ୍ରୀ କହିଲେ, ମଣିମା, ଚମ୍ପକ ନାମକ ଯୁବକ ଏସବୁ କରୁଛି। ମହାରାଜ କହିଲେ, କିଏ ସେ ଚମ୍ପକ? ମହାମନ୍ତ୍ରୀ କହିଲେ, ଅନେକ କହୁଛନ୍ତି ତାର ଚେହେରା ଠିକ୍ ରାଜକୁମାର ପୁଷ୍ପକଙ୍କ ଭଳି। ମହାରାଜ କହିଲେ, ନା, ମିଛ କଥା, ରାଜକୁମାର ତ ମୃତ। ମହାମନ୍ତ୍ରୀ କହିଲେ, ସତ କଥା ମଣିମା, ମୋର ଧାରଣା ମତ୍ସ୍ୟ ସୁନ୍ଦରୀ ବିଭିନ୍ନ ରୂପ ନେଇ ଏସବୁ କରୁଛି। ମହାରାଜ କହିଲେ, ତାହେଲେ ଏବେ ଆମକୁ କ'ଣ କରିବାକୁ ହବ? ମହାମନ୍ତ୍ରୀ କହିଲେ, ଆତ୍ମସମର୍ପଣ। ମହାରାଜ କହିଲେ, ମହାମନ୍ତ୍ରୀ, ଅପଦାର୍ଥ, ଯାଅ ଏଠୁ, ବାହାରି ଯାଅ। ମହାମନ୍ତ୍ରୀ କହିଲେ, ମଣିମା, ମୋ ଛୋଟ କୁହାଟି ମାନନ୍ତୁ। ଆମର ସମସ୍ତ ଚେଷ୍ଟା ତ ପଣ୍ଡ ହେଇଛି। ମୋର ମନେ ହୁଏ ଆହୁରି ଭୟଙ୍କର ବିପଦ ଆମ ପାଇଁ ମାଡ଼ି ଆସୁଛି। ତେଣୁ ମହାରାଜ କହିଲେ, ମୁଁ ତୁମକୁ ହତ୍ୟା କରିବି। ମହାମନ୍ତ୍ରୀ କହିଲେ, ଯାହା ମଣିମାଙ୍କ ଇଚ୍ଛା, କିନ୍ତୁ ମୋତେ ହତ୍ୟା କରିବା ପରେ ଆପଣ ବହୁତ ଅନୁତାପ କରିବେ। ମହାରାଜ କହିଲେ, ମହାମନ୍ତ୍ରୀ, ମୋତେ କ୍ଷୁବ୍ଧ କରନା ମୂର୍ଖ। ମହାମନ୍ତ୍ରୀ କହିଲେ, କ୍ଷୁବ୍ଧ କରୁନି ମଣିମା, କେବଳ ଚେତେଇ ଦଉଛି। ଏବେ ମୋର ମନେ ହେଉଛି ଆଉ କିଛି ଦିନ ପରେ ଏ ରାଜ୍ୟଟା ଧ୍ୱଂସ ହେଇଯିବ। ତା ପୂର୍ବରୁ ମତ୍ସ୍ୟ ସୁନ୍ଦରୀ ନିକଟରେ ଆତ୍ମସମର୍ପଣ କଲେ ହୁଏତ ରକ୍ଷା ମିଳିପାରେ। ମହାରାଜ କହିଲେ, ବେଇମାନ, ଶେଷକୁ ମୋତେ ଏହି ଉପଦେଶ ଦେବାର ଥିଲା, ତୋତେ ମୁଁ ହତ୍ୟା କରିବି। ରେ ମୂର୍ଖ, ତୋ ଇଷ୍ଟଙ୍କୁ ତୁ ସ୍ମରଣ କର। ଚିକିମିକିଆ ତଲୁଆରଟା ଘୁରି ଆସିଲା ତତ୍କ୍ଷଣାତ୍। ମାତ୍ର ସେଥିରେ ମହାମନ୍ତ୍ରୀଙ୍କ ମୁଣ୍ଡ କଟିଲାନି, ବରଂ ତାଙ୍କ ଗଳାରେ ଝୁଲିଗଲା ଫୁଲମାଳଟିଏ, ଆଉ ଏ ସେନାପତିଙ୍କ ହାତରେ କଳା ନାଗଟିଏ। ଏସବୁ ଦେଖି ହଠାତ୍ ଚମକି ଉଠିଲେ ସେନାପତି। ଭୟଭୀତ ହୋଇଗଲେ ମଧ୍ୟ ସଙ୍ଗେ ସଙ୍ଗେ ହାତ ଛିଞ୍ଚାଡ଼ି ଦେଲେ। ନାଗଟା କିଛି ଦୂରରେ ପଡ଼ି ଚମ୍ପା ଫୁଲଟିଏ ହେଇଗଲା।
ଏବଂ ଶୂନ୍ୟରେ କୁଆଡ଼େ ମିଳେଇଗଲା। ସେହି କ୍ଷଣି ପାଗଳ ପ୍ରାୟ ହେଇ ଉଠିଲେ ସେନାପତି ମହାରାଜ। ସେତେବେଳକୁ ମହାମନ୍ତ୍ରୀ ତ ସେଠୁ ଚାଲି ଯାଇଥିଲେ। ତେଣୁ ସେ ସେନାପତି ମହାରାଜ ଡାକ ଛାଡ଼ିଲେ, ଦ୍ୱାରପାଳ, ଦ୍ୱାରପାଳ। ଦ୍ୱାରପାଳ କହିଲେ, ଆଦେଶ କରନ୍ତୁ ମହାରାଜ। ମହାରାଜ କହିଲେ, ସେ ମୂର୍ଖ ମନ୍ତ୍ରୀଟାକୁ ତୁରନ୍ତ ବନ୍ଦୀ କର ଏବଂ ସେନାପତିଙ୍କୁ ହାଜିର ହେବାକୁ ଆଦେଶ ଦେଲି। ଦ୍ୱାରପାଳ କହିଲେ, ଯେ ଆଜ୍ଞା ମହାରାଜ। ଦ୍ୱାରପାଳ କହିଲେ, ମହାରାଜ, ମହାରାଜ। ମହାରାଜ କହିଲେ, କ'ଣ ହେଲା ଦ୍ୱାରପାଳ? ଦ୍ୱାରପାଳ କହିଲେ, ମହାରାଜ, ମନ୍ତ୍ରୀ ଏତେ ଜୋରରେ ଚାଲିଛନ୍ତି ଯେ ମୁଁ ଦୌଡ଼ିବା ପରେ ବି ତାଙ୍କୁ ମୋଟେ ଧରିପାରିଲିନି। କାରାଗାରର ଲୁହା ଫାଟକ ଆପେ ଆପେ ଭାଙ୍ଗି ଯାଇଛି। ସମସ୍ତେ ଖାଲି ସେ ବନ୍ଦୀ ରାଜକୁମାରଙ୍କର ଜୟଗାନ କରୁଛନ୍ତି ଆଉ ଉଆସର ଚାରିପଟେ ନିଆଁ ଜାଳୁଛନ୍ତି। ମହାରାଜ କହିଲେ, ଦ୍ୱାରପାଳ, ତମେ ଏସବୁ କ'ଣ କହିଯାଉଛ? ଦ୍ୱାରପାଳ କହିଲେ, ମଣିମା, ସ୍ୱଚକ୍ଷୁରେ। ମହାରାଜ କହିଲେ, ତାହେଲେ ଚାଲ ଦ୍ୱାରପାଳ। ପାଗଳ ପ୍ରାୟ ଦୌଡ଼ିଲେ ସେନାପତି ମହାରାଜ। ଉଆସର ଚାରିପଟେ ବନ୍ଦୀମାନଙ୍କର ବିଦ୍ରୋହ। ହୁତୁ ହୁତୁ ହେଇ ଜଳୁଛି ନିଆଁ। ଉଆସଟାକୁ ଜଳେଇ ଦେବାକୁ ସେମାନେ ଯେମିତି ବଦ୍ଧପରିକର। ଆଉ ସେଇ ଜଳନ୍ତା ଉଆସ ମଧ୍ୟରେ ଥାଇ ସେ ରାଜା ନିଜେ ଗଡ଼ିଶା ମାଛଟି ପରି ପୋଡ଼ି ହୋଇଯିବ। ନା, ସେ ଆତ୍ମରକ୍ଷା କରିବେ। ପୋଡ଼ି ପାଉଁଶ ହେଇଯାଉ ଉଆସ। ରାଜସିଂହାସନ, ଏ ରାଜ୍ୟ, ସେ ବଞ୍ଚିବେ ଆଉ ଏହାର ପ୍ରତିଶୋଧ ନେବେ। ରାଜକୁମାରୀ ଶର୍ମିଷ୍ଠା, ତୋତେ ଦିନେ ଅନ୍ତରର ସମସ୍ତ ପ୍ରେମ ଦେଇ ମୁଁ ଭଲ ପାଇଥିଲି। ହେଲେ ମୁଁ ପାଇଲି କ'ଣ? ଖାଲି ଗୁଡ଼ାଏ ଯନ୍ତ୍ରଣା ନା? ଆଜି ମୁଁ ତୋତେ ଘୃଣା କରୁଛି। ବଞ୍ଚି ରହିଥିବା ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ତୋର ସର୍ବନାଶ ଚିନ୍ତା କରିବି। ମୋର ଆତ୍ମା ମୋକ୍ଷ ଯେଉଁଦିନ ତୋର ସୀମନ୍ତ ସିନ୍ଦୁର ଲିଭିଯିବ, ତୋ ହାତର ଶଙ୍ଖା ବି ଭାଙ୍ଗିଯିବ, ତୁ ଯେଉଁଦିନ ତୋର ଆଖି ଲୁହକୁ ସାକ୍ଷୀ ରଖିବୁ। ସେନାପତି ମହାରାଜାଙ୍କୁ ତ ଭୋକ ନଥିଲା କି ନିଦ ବି ନଥିଲା। ସଞ୍ଜ ବେଳଠୁ କେତେ ଯେ ସୋମରସ ପାନ କଲେଣି, ସେ କଥା ଠିକ୍ ଭାବରେ କହିହେବନି। ମନରେ ଖାଲି ଗୋଟାଏ ଚିନ୍ତା, ସେ ପ୍ରତିଶୋଧ ନେବେ। ହଁ ହଁ, ନିଶ୍ଚୟ ପ୍ରତିଶୋଧ ନେବେ। ଉଆସରୁ ପାଦ କାଢ଼ିଲେ ସେନାପତି ମହାରାଜ। ସେ ନିଜେ ମାହାରା କୂଳକୁ ଯିବେ ଏବଂ ଶର୍ମିଷ୍ଠାକୁ ହତ୍ୟା କରିବେ। ସେତେବେଳେ ତାଙ୍କ ସାଥିରେ କେହି ଅଙ୍ଗରକ୍ଷୀ ନଥିଲେ କି କୌଣସି ଦରବାରୀକୁ ବି ଆଣି ନଥିଲେ। ଏତେ ଅନ୍ଧାର ଯେ ସାଧାରଣ ଲୋକଟାଏ ଭୟ କରିବ ସେଠାକୁ ଯିବାକୁ। କିନ୍ତୁ ସେନାପତି ମହାରାଜ ଏକମୁହାଁ ହେଇ ଚାଲିଥିଲେ ମାହାରା କୂଳ ଆଡ଼କୁ। ହେଇ ତ ଆଗରେ ମାହାରା କୂଳ ପାଖ ଶିମୁଳି ଗଛ ଦିଶୁଛି। ନାଲି ଟହଟହ ଫୁଲରେ ଭାଙ୍ଗି ପଡ଼ୁଛି ଗଛଟା। ହେଲେ ଆଲୋକ ସଜା କିଏ ଏଠି ମହାରାଜାଙ୍କ ବିନା ଅନୁମତିରେ ଆଲୋକ ସଜେଇଛି? କାହିଁକି? କ୍ରୋଧରେ ଚୂଳଗୁଡ଼ା ଜୋରରେ ହଲିବାକୁ ଲାଗିଲା। ଆଖିମଳି ଚାହିଁଲେ ସେନାପତି ମହାରାଜ। ବିରାଟ ଏକ ଚମ୍ପା ଗଛ। ସେଥିରେ ମାତ୍ର 3ଟି ଡାଳ। 3ଟି ଫୁଟନ୍ତା ଫୁଲ ମଥା ହଲେଇ ହସୁଛି। ଆଉ ସେଇ ଫୁଲ ମଝିରେ ଶର୍ମିଷ୍ଠାର ଗୋଲଗାଲ ମୁହଁଟା ଦିଶୁଛି। ସେ ହସୁଛି। ବିଦ୍ରୂପ କରୁନି ତ? ଶର୍ମିଷ୍ଠା କହିଲା, ପ୍ରିୟ। ମହାରାଜ କହିଲେ, କିଏ? ଶର୍ମିଷ୍ଠା କହିଲେ, ମୋତେ ଜାଣିପାରୁନାହାନ୍ତି? ମହାରାଜ କହିଲେ, କିଏ? ଶର୍ମିଷ୍ଠା? ମୁଁ ତୋତେ ଭଲ ପାଇବାକୁ ଆସିନି, ବରଂ ଆସିଛି ତୋ ସର୍ବନାଶ କରିବାକୁ। ବେଇମାନୀ, ନୀଳବର୍ଣ୍ଣ ଶୃଗାଳ। ମହାରାଜ କହିଲେ, କିଏ ତୁ? ରାଜକୁମାର ପୁଷ୍ପକ। ମହାରାଜ କହିଲେ, ହେ, ବାଜେ କଥା। ପୁଷ୍ପକକୁ ଏଇ ମାହାରାକୁ ମୋ ସେନାପତି ଫିଙ୍ଗି ଦେଇଛି। ନା, ମିଛ କଥା। ପୁଷ୍ପକ ମାହାରା ମଧ୍ୟରେ ପଡ଼ିନାହାନ୍ତି। ମୁଁ ନିଜ ଆଖିକୁ ଅବିଶ୍ୱାସ କରିବି? ମାହାରାରେ ଯେଉଁ ଜିନିଷ ପଡ଼େ ତାକୁ ତ ମୁଁ ତତ୍କ୍ଷଣାତ୍ ଗିଳି ପକାଏ। ହେଲେ ମୁଁ ତ ପୁଷ୍ପକକୁ ଗିଳିନି।
ତୁ କିଏ? କୁମ୍ଭକର୍ଣ୍ଣ କୁମ୍ଭୀର। ତୁ ଗୋଟାଏ ମାୟାବୀ ସେନାପତି। ମୁଁ ମରି ମଧ୍ୟ ମରିନି। ମିଛ କ'ଣ ମୁଁ ଜାଣେନି। ତୁ ଗୋଟାଏ ନିମକ ହାରାମ ବେଇମାନ। ମୁଁ ପୁଷ୍ପକକୁ ଖାଇନି। ସେ ଏବେ ମଧ୍ୟ ଜୀବିତ ଆଉ ନିଜକୁ ପ୍ରସ୍ତୁତ କରୁଛନ୍ତି ରାଜା ହେବା ପାଇଁ। ତମେମାନେ ସବୁ ଗୋଟାଏ ଗୋଟାଏ ଗାଲୁଆ। ହେ, ମୃତ ପୁଷ୍ପକ ପୁଣି ହବ ରାଜା? ହା ହା ହା। ଆଚ୍ଛା ସେନାପତି, ତମେ କୁମାରଙ୍କ ଖାଦ୍ୟ ମଧ୍ୟରେ ଶୋଇବା ନିଶା ମିଶାଇଥିଲ ନା? ତୁ କିପରି ଜାଣିଲୁ? ସେ ପ୍ରଶ୍ନ ପଚାର ନା। ତୋତେ କ୍ଷମା ଦେବିନି କୁମାର। ତୋତେ ମୁଁ ହତ୍ୟା କରିବି। ହଁ ହଁ, ତୋତେ ମୁଁ ନିଶ୍ଚୟ ହତ୍ୟା କରିବି। ମୁଁ ତ ମୃତ। ମୃତକଙ୍କୁ ଆଉ କ'ଣ ହତ୍ୟା କରିବ? ସେତେବେଳକୁ କ୍ରୋଧରେ ଅନ୍ଧ ହୋଇଯାଇଥିଲେ ସେନାପତି ମହାରାଜ। ମୁଣ୍ଡରୁ ନିଶା ବି ଉତୁରି ଯାଇଥିଲା ତାଙ୍କର। ବାଃ, ଆଗରେ ସୁସଜ୍ଜିତ ମେଜ, ଭଳିକି ଭଳି ସୋମରସ। ଆନନ୍ଦରେ ନାଚି ଉଠିଲା ସେନାପତି ମହାରାଜ। ପାଗଳଙ୍କ ପରି ଢକ୍ ଢକ୍ କରି ପିଇଗଲେ ନାକ ପର୍ଯ୍ୟନ୍ତ। ଯୁଆଡ଼େ ଚାହିଁଲେ ଖାଲି ସୋମରସ, ଯୁଆଡ଼େ ଖାଲି ଶର୍ମିଷ୍ଠାଙ୍କ ମୁହଁ। ସେ ଘୂରିବାକୁ ଲାଗିଲେ। ଚକା ଭଉଁରୀ ଖେଳି ଖେଳି ମାହାରା ଘାଇରେ ପଡ଼ିଗଲେ। ବାସ୍, ହସି ଉଠିଲା ମନମୋହିନୀ। ଅଙ୍ଗାର ବାବା ଗୁରୁ ଗମ୍ଭୀର କଣ୍ଠରେ କହିଲେ, ମନମୋହିନୀ। ମନମୋହିନୀ କହିଲା, ଆଦେଶ କରନ୍ତୁ ସ୍ୱାମୀ। ଅଙ୍ଗାର ବାବା କହିଲେ, କ'ଣ ଦେଖିଲୁ? ମନମୋହିନୀ କହିଲେ, ସେନାପତିଟା ମାହାରା ଘାଇରେ ପଡ଼ିଗଲା। ଅଙ୍ଗାର ବାବା କହିଲେ, ଆରେ ଏବେ ବସନ୍ତ ବହୁଛି କି? ମନମୋହିନୀ କହିଲା, ହଁ ସ୍ୱାମୀ। ଅଙ୍ଗାର ବାବା କହିଲେ, ଏଥର ତୁ ବି ସମାଧି ନେ। ମନମୋହିନୀ କହିଲା, ସ୍ୱାମୀ, ଆପଣ କ'ଣ ଆଉ ସମାଧିରୁ ଉଠିବେନି? ଅଙ୍ଗାର ବାବା କହିଲେ, କ'ଣ ବା ଲାଭ ଆଉ ବେଶୀ ଦିନ ବଞ୍ଚି ରହି? ରାଜ୍ୟ ପାଇଁ ଯାହା ସବୁ କରିବା କଥା ସେସବୁ ତ ହେଇଗଲା। ଏଣିକି ରାଜକୁମାର ଚିନ୍ତା କରିବେ ତାଙ୍କ ରାଜ୍ୟର ମଙ୍ଗଳ ନିମନ୍ତେ। ମନମୋହିନୀ କହିଲା, ସ୍ୱାମୀ। ଅଙ୍ଗାର ବାବା କହିଲେ, କ'ଣ କହ? ମନମୋହିନୀ କହିଲେ, ରାଜକୁମାରଙ୍କର ଦୁଃଖ ତ ଦେଖିଲି, ତାଙ୍କର ସୁଖ ଟିକେ ଦେଖିବିନି? ଅଙ୍ଗାର ବାବା କହିଲେ, ଆଚ୍ଛା, ତୋ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ମନମୋହିନୀ। ଖୁବ୍ ଶୀଘ୍ର ମୁଁ ରାଜକୁମାରଙ୍କର ବିବାହ ତିଥି ସ୍ଥିର କରୁଛି। ମୋର ବି ତାଙ୍କ ବିବାହଟା ଦେଖିନେବା ଭଲ। ଶିମୁଳି ଗଛ ମୂଳଟା ଏବେ ରାଜ୍ୟର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ। ଅଙ୍ଗାର ବାବା ଓ ମନମୋହିନୀଙ୍କ ସମାଧିପୀଠ ପାଖକୁ ଆସି ମହାରାଣୀ ଶର୍ମିଷ୍ଠା ସମାଧି ପୀଠରେ ପୁଷ୍ପାଞ୍ଜଳି ଦେଇ ପ୍ରଣାମିଲେ। ଏତିକିବେଳେ ଶୂନ୍ୟବାଣୀ ହେଲା, ମହାରାଣୀ ଶର୍ମିଷ୍ଠା, ତମରି ପାଇଁ ଏ ରାଜ୍ୟରେ ଧର୍ମ ପ୍ରତିଷ୍ଠା ହେଲା। ତମରି ପାଇଁ ସେ ନୀଳବର୍ଣ୍ଣ ଶୃଗାଳ ସେନାପତି ମୃତ୍ୟୁବରଣ କଲା। ତମେ ମହନୀୟା ମହାରାଣୀ। ତମର ସ୍ନେହ ମମତା ଆଦରରେ ଏ ଦେଶ ହସୁ। ସବୁରି ମୁହଁରେ ତମରି ପ୍ରଶଂସା ଫଳୁ। ଏତିକି ମୋର ଆଶୀର୍ବାଦ। ମହାରାଣୀ ଶର୍ମିଷ୍ଠା ବୁଲି ପଡ଼ି ରାଜା ପୁଷ୍ପକ କୁମାରଙ୍କ ହାତ ଧରିଲେ। ଧନ୍ୟବାଦ।